ତାଙ୍କ ମାତା ତାଙ୍କୁ ଯଥା ସମ୍ଭବ ତାଙ୍କୁ କୃପା ଦେଇଛନ୍ତି, ମାନେ ଯେତିକି ତାଙ୍କୁ ବିବାହ କରି ତାଙ୍କୁ ଯେତିକି ଯାହା ତାଙ୍କ ଅଳଙ୍କାର ଯେତିକି ଦବା କଥା ତାଙ୍କ ପାଖରେ ସମ୍ଭବ ସେତିକି ସବୁ ପ୍ରଦାନ କରିକି ସେମାନେ ଫେରି ଆସିଛନ୍ତି, ତାଙ୍କ ରାଜ୍ୟକୁ ପୁଣି ଫେରି ଆସିଛନ୍ତି। ଆଉ ସେଠି ଦେବହୂତି ତାଙ୍କୁ ଅନେକ ଦରମୁନିକୁ ପତି ରୂପେ ଗ୍ରହଣ କରିକି ସେ ଆଶ୍ରମରେ ରହିଛନ୍ତି। ତାପରେ ସେମାନେ ଗୋଟେ ରାଜ୍ୟକୁ ଫେରି ଆସିକିରି ଭଗବାନଙ୍କର ଗୁଣଗାନ କରୁଛନ୍ତି। ଆଜ୍ଞା ପ୍ରଭୁଜୀ, ମୁଁ ଟିକେ କ୍ଲାସ କରିନଥିଲି ତ ଟିକେ ଶୁଣିପାରିନି, ଆଉ ଯଦି କିଏ ହୁଁ। ଜାଣିଥିବେ ଟିକେ। ଗୋଟେ ସ୍ୱୟଂଭୁ ମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ଆଲୋଚନା କରୁଥିଲେ 22 ଅଧ୍ୟାୟରେ ସ୍ୱୟଂଭୁ ଆଜ୍ଞା ମନୁ ତାଙ୍କର 71 ଦିବ୍ୟ ଯୁଗ ହୁଁ ଭଗବାନ କଥାରେ ବିତେଇ ଦେଲେ। ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ। ସ ଏବ ସ୍ୱାନ୍ତରଂ ନିନି ଯୁଗାନାମ ଏକ ସପ୍ତିତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ। ଭଗବାନ କଥାରେ ସିଏ ପୁରା ତାଙ୍କ ଜୀବନ ବିତେଇ ଦେଲେ 71 ଦିବ୍ୟ ଯୁଗ। କେତେ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ଭଗବାନ କଥାରେ ବିତେଇ ଦେଲେ। ହୁଁ। ଏଇଭଳି ଭାବରେ ଯୋଉ ସ୍ୱୟଂଭୁ ମାନଙ୍କର ରାଜଧାନୀ ଆମେ ଆଲୋଚନା କରୁ ବ୍ରହ୍ମାବର୍ତ। ବ୍ରହ୍ମାବର୍ତ ହଉଛି କୋଉଠି ନା ବର୍ତ୍ତମାନର ଯୋଉ ରହିଛି କାନପୁର ନିକଟରେ ବିଠୁର, ଯୋଉଠି ଧ୍ରୁବ ମହାରାଜ ରହିଥିଲେ, ଶାସନ କରୁଥିଲେ, ସେଇ ସ୍ଥାନ। ତେଣୁ ସେଇଠି ସେ ଆମର ଭୂମଣ୍ଡଳର ସେ ହଉଛି ରାଜଧାନୀ। ଭୂମଣ୍ଡଳ କହିଲେ ଆମେ ଆଲୋଚନା କରୁଥିଲୁ 9ଟି ଦ୍ୱୀପ ରହିଛି, 7ଟି ଦ୍ୱୀପ ରହିଛି। ପ୍ରତି ଦ୍ୱୀପରେ ବିଭିନ୍ନ ବର୍ଷ ସବୁ ରହିଛି। ଆମର ଯୋଉ ରହିଛି ଜମ୍ବୁ ଦ୍ୱୀପରେ 9ଟି ବର୍ଷ ରହିଛି। ଆମେ ରହିଛେ ଭାରତ ବର୍ଷରେ। ଭାରତ ବର୍ଷରେ 9 ଖଣ୍ଡ ରହିଛି, ଆମେ ଗୋଟିଏ ଖଣ୍ଡରେ ରହିଛେ। ଏସବୁ ଆଲୋଚନା ହଉଥିଲା। ତେଣୁ ଏଇଭଳି ଭାବରେ 22 ଅଧ୍ୟାୟରେ ଆମେ ଶୁଣିଲେ ତାଙ୍କର ବିବାହ ପ୍ରସଙ୍ଗ, ଏବଂ ସିଏ ରହିକିରି ସେ ଆଶ୍ରମ ବିନ୍ଦୁ ସରୋବର ନିକଟରେ ରହିକିରି ତାଙ୍କର ପତିଙ୍କର ସେବାରେ ନିଯୁକ୍ତ ହେଇଗଲେ। ରାଜକନ୍ୟା କେତେ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସିଏ ଋଷିଙ୍କର ସେବାରେ ଲାଗିକି ରହିଲେ। ଆଉ ବନରେ ତ ଆଉ ଏସବୁ କିଛି ସୁବିଧା ନାହିଁ। ରାଜ୍ୟରେ ରାଜାଙ୍କର ଯୋଉ ସବୁ ସୁବିଧା ରହିଛି କିଛି ନାହିଁ। ସେଇଭଳି ଭାବରେ ତାଙ୍କର ସେବା ନିଯୁକ୍ତ ରହିଲେ। କର୍ଦମମୁନି ମଧ୍ୟ ତାଙ୍କ ବିଷୟରେ ଚିନ୍ତା କଲେ ନାହିଁ। ତାଙ୍କର କଣ ଆବଶ୍ୟକତା ରହିଛି ଏସବୁ କିଛି ଚିନ୍ତା କଲେ ନାହିଁ। ଯେ ଭଗବାନ ତପସ୍ୟାରେ ଲାଗିକି ରହିଲେ। ଏଇଭଳି ଭାବରେ ଆମେ ଶୁଣୁଥିଲେ କିଭଳି ଭାବରେ ଯୋଉ ରହିଛନ୍ତି ଆଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଇଥିଲା। ଏଇ ଯୋଉ ତାଙ୍କର କନ୍ୟା ଦେବଭୂତିଙ୍କର ସୌନ୍ଦର୍ଯ୍ୟ କିଭଳି ଭାବରେ ଥିଲା, ନା କର୍ଦମମୁନି ସେ କଥା କହିଥିଲେ ଯେ ଯେତେବେଳେ ସେ ତାଙ୍କର ପିତାଙ୍କର ରାଜପ୍ରସାଦର ଛାତ ଉପରେ ବଲ୍ ଖେଳୁଥିଲେ, ସେଇ ସମୟରେ ଜଣେ ଗନ୍ଧର୍ବ ବିଶ୍ୱାବସୁ ତାଙ୍କର ବିମାନରେ ଯାଉଥିଲା ବେଳେ ତାଙ୍କର ରୂପ ଶୋଭାକୁ ଦେଖିଲେ, ଏବଂ ତାଙ୍କର ପାଦରେ ଥିବା ନୂପୁରର ଶବ୍ଦ ଶୁଣିକିରି ସେ ମୋହିତ ହେଇକିରି ତଳେ ପଡ଼ିଗଲେ। ଏତେ ତାଙ୍କର ସୌନ୍ଦର୍ଯ୍ୟ ଥିଲା। ଏଇଥିରୁ ଆମେ ଜାଣିବା ବିଶ୍ୱାବସୁ ଜଣେ ଗନ୍ଧର୍ବ। ତେଣୁ ଗନ୍ଧର୍ବ ମାନେ ବର୍ଣ୍ଣନା କରାଯାଏ ପୃଥିବୀ ଲୋକର ଯେତେ ସବୁ ରହିଛନ୍ତି ସୌନ୍ଦର୍ଯ୍ୟ ରହିଛନ୍ତି ବା ସୌନ୍ଦର୍ଯ୍ୟ ସବୁ ରହିଛି, ତାଙ୍କ ତୁଳନାରେ କିଛି ନୁହଁ। ଆଚାର୍ଯ୍ୟ ମାନେ କୁହନ୍ତି ତାଙ୍କୁ ଏମାନେ ସବୁ ଲାଗନ୍ତି ସୁପରି ଭଳି, ଘୁଷୁରୀ ଭଳି। କିନ୍ତୁ ଇଏ ଦେବଭୂତିଙ୍କର ସୌନ୍ଦର୍ଯ୍ୟ ଏଭଳି ଥିଲା, ତାଙ୍କୁ ମୋହିତ କରିଦେଇଥିଲା। କର୍ଦମୁନି କଥା କହୁଛନ୍ତି। ତେଣୁ ଏଇଭଳି ଭାବରେ ଦେବଭୂତି ତାଙ୍କର ପତିଙ୍କର ସେବାରେ ଲାଗିକି ରହିଥିଲେ। ବହୁତ ବହୁତ ବର୍ଷ ବିତିଗଲା। ଆମେ ଶୁଣିବା ଏଇ 23 ଅଧ୍ୟାୟରେ ଆମେ ପଠେଇଥିଲୁ, ଗୋଟେ ସଂକ୍ଷେପରେ ପଠେଇଥିଲୁ ଆପଣମାନଙ୍କ ପାଖକୁ। 1 ରୁ 8, ଏ 8ଟି ଶ୍ଲୋକରେ ବର୍ଣ୍ଣନା କରାଯିବ କିଭଳି ଭାବରେ କର୍ଦମୁନି ତାଙ୍କର ପତ୍ନୀଙ୍କର ସେବାରେ ପ୍ରୀତ ହେଇଗଲେ। ତେଣୁ ଆମେ 2 ନମ୍ବର ଶ୍ଲୋକଟି ଆଲୋଚନା କରିବା। ଶ୍ଲୋକ ନମ୍ବର 2, ହୁଁ, ଅଧ୍ୟାୟ ନମ୍ବର 23। ହଁ, ଅଧ୍ୟାୟ ନମ୍ବର 23, ଶ୍ଲୋକ ନମ୍ବର 2।
ଟପିକ ହେଲା ଦେବହୂତିଙ୍କର ଶ୍ଲୋକ। ବିଶ୍ରମ୍ଭେଣାତ୍ମଶୋଚେନ ଗୌରବେଣ ଦମେନ च ଶୁଶ୍ରୂଷୟା ସୋହୃଦେନ ବାଚା ମଧୁରୟା च ଭୋ। କିଭଳି ଭାବରେ ଦେବହୂତି ତାଙ୍କର ସ୍ୱାମୀଙ୍କର ସେବା କରୁଥିଲେ ଏଇ ଶ୍ଲୋକରେ ସେଟା ବର୍ଣ୍ଣନା କରାଯାଇଛି। ହଁ। ହଁ। ଏଇଟା ମୈତ୍ର ମୁନି କହୁଛନ୍ତି ବିଦୁରଙ୍କୁ, ଭୋ ବୋଲି ସମ୍ବୋଧନ କରୁଛନ୍ତି, ହେ ବିଦୁର, ବିଶ୍ରମ୍ଭେଣ ଆତ୍ମ ଶୌଚେନ। ବିଶ୍ରମ୍ଭେଣ କହିଲେ ବହୁତ ବିଶ୍ୱାସ ନିଜର ଭଳି, ସହକାରେ ବହୁତ ନିଜର ଭଳି। ବିଶ୍ରମ୍ଭେଣ, ତାପରେ ଆତ୍ମ ଶୌଚେନ। ଆତ୍ମ ଶୌଚନ କହିଲେ ମନ ଏବଂ ଶରୀରର ଶୁଦ୍ଧତା ରକ୍ଷା କରିକି ଆତ୍ମ ଶୌଚେନ। ଗୌରବେଣ, ଗୌରବେଣ ହଉଛି ତାଙ୍କୁ ସମ୍ମାନର ସହିତ। ଦମେନ, ଦମେନ କହିଲେ ମନ ଇତ୍ୟାଦିକୁ ଦମନ କରିକିରି, ଦମେନ ଇନ୍ଦ୍ରିୟ ମାନଙ୍କୁ ଦମନ କରିକିରି। ଚ ଶବ୍ଦରେ ସାଧାରଣତଃ ଦୁଇଟି ଶବ୍ଦ ଆସେ, ଦମେନ ସମ ଦମ, ତପ ଶୌଚ ଇତ୍ୟାଦି। ସମ ହଉଛି ମନକୁ ସଂଯମ କରିବା, ଦମ ହଉଛି ଇନ୍ଦ୍ରିୟ ମାନଙ୍କୁ ସଂଯମ କରିବା। ତେଣୁ ଏଇଭଳି ଭାବରେ ଇନ୍ଦ୍ରିୟ ମାନଙ୍କୁ ସଂଯମ କରି ଶୁଶ୍ରୂଷୟା, ଏଇଭଳି ଭାବରେ ତାଙ୍କର ସେବା କରୁଥିଲେ ସହୃଦୟନ, ନିଜ ସୁହୃଦ ଭଳି। ତାଙ୍କୁ ମଧୁର ବାଚା ଚ, ବହୁତ ସୁନ୍ଦର ବଚନ କହୁଥିଲେ। ଏବଂ ଚ ଶବ୍ଦରେ, ଆଉ ଏଇଭଳି ଭାବରେ ଅନେକ ତାଙ୍କର ଯେତେ ପାରାଯାଏ ସେବା କରିବାର ରହିଛି, ବିଧି ସବୁ ରହିଛି, ସେଇଭଳି ଭାବରେ ସେବା କରୁଥିଲେ। ହୁଁ। ତେଣୁ ଏ ଶ୍ଲୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି, these are two important processes in serving the husband or the supreme personality of Godhead. ଏଇ ଦୁଇଟି ହଉଛି ମୁଖ୍ୟ ବସ୍ତୁ ବା ମୁଖ୍ୟ କଥା। ଉପାୟ ହଉଛି ଭଗବାନ ଏବଂ ତାଙ୍କ ସ୍ୱାମୀଙ୍କର ସେବା କରିବାର। ଗୋଟେ ହଉଛି ବିଶ୍ରମ୍ଭେଣ, ମିନ୍ସ ୱିଥ୍ ଇଣ୍ଟିମେସି, ବହୁତ ନିଜର ଭଳି। ଗୌରବେଣ ମିନ୍ସ ୱିଥ୍ ଗ୍ରେଟ୍ ରେଭରେନ୍ସ, ସମ୍ମାନର ସହିତ। The husband is a very intimate friend, therefore the wife must render service just like an intimate friend. ଅନ୍ତରଙ୍ଗ ବନ୍ଧୁ ଭଳି ଜଣେ ସେବା କରିବ ତାଙ୍କ ସ୍ୱାମୀଙ୍କର। And at the same time she must understand that the husband is superior in position and thus she must offer him all respect. ସେ ହେଉଛନ୍ତି ସମାନ ବୋଲି ଦାବି କଲେ ହବନି, ସେ ହେଉଛନ୍ତି ଉନ୍ନତ ସ୍ଥିତିରେ ଅଛନ୍ତି, ସୁପିରିୟର। ତେଣୁ ତାଙ୍କୁ ସେ ସମ୍ମାନ ପ୍ରଦର୍ଶନ କରିବେ। ଏ ମ୍ୟାନ୍ ସାଇକୋଲୋଜି ଆଣ୍ଡ ଓମେନ୍ ସାଇକୋଲୋଜି ଆର୍ ଡିଫରେଣ୍ଟ। ଆମର ଚିନ୍ତାଧାରା ବା ଆମର ମନ ସାଇକୋଲୋଜି ବା ଚିନ୍ତା, ତାଙ୍କର ଚିନ୍ତା ଭିତରେ ତଫାତ ରହିଛି। As constituted by bodily frame, a man always wants to be superior to his wife, and a woman is, as bodily constituted, is naturally inferior to husband. ये हूँ भगवान व्यवस्था कराଯାଇଛି। ଜଣେ ସ୍ୱାମୀଙ୍କର ଉନ୍ନତ ପୋଜିସନ ରହିଛି, ସ୍ତ୍ରୀ ତାଙ୍କ ତଳେ ରହିବେ, ଅଧୀନ ରହିବେ। ଆମ ଶରୀର ଏଇଭଳି ଭାବରେ ସୃଷ୍ଟି ଭଗବାନ କରିଛନ୍ତି। ତେଣୁ thus the natural instinct is that the husband wants to post himself as superior to the wife and this must be observed. ତେଣୁ ସ୍ୱାମୀ ଉନ୍ନତ ସ୍ଥିତିରେ ରହିଛନ୍ତି, ଏଟାକୁ ସ୍ତ୍ରୀ ଗ୍ରହଣ କରିବା କଥା। Even if there is some wrong in the part of the husband, the wife must tolerate it and thus there will be no misunderstanding between husband and wife. କେମିତି ବୈବାହିକ ଜୀବନରେ, ପାରିବାରିକ ଜୀବନରେ, ଗୃହସ୍ଥ ଜୀବନରେ ଜଣେ ଆନନ୍ଦ ସୁସ୍ଥ ଶାନ୍ତିରେ ରହିପାରିବ, ସେଥିପାଇଁ ବେଦରେ ସେ ବ୍ୟବସ୍ଥା କରାଯାଇ। ଡେଭିଏଟ୍ କଲେ ସବୁ ଗଣ୍ଡଗୋଳ ହବ।
ତେଣୁ ଏଇଭଳି ଭାବରେ ଯଦି ସ୍ତ୍ରୀ ଜୀବନ ଯାପନ କରିବେ ତାହେଲେ ସେମାନେ ଆନନ୍ଦ ରହିପାରିବେ। ବିଶ୍ରମଣ means with intimacy, but it must not be familiarity that breeds contempt। ଯୋଉ କୁହାଯାଏ ଅତି ନିଜର ହେଲେ ଆଉ ଏତେଟା ଆଦର କରାଯାଏ ନାହିଁ। ଫ୍ୟାମିଲିଆରିଟି ବ୍ରିଡ୍ସ କଣ୍ଟେମ୍ପ୍ଟ, ଫେମସ୍ ଶ୍ଲୋକ ଗୋଟେ ରହିଛି। According to the Vedic civilization, a wife cannot call her husband by name। ସ୍ୱାମୀ ତାଙ୍କ ସ୍ତ୍ରୀ ସ୍ୱାମୀଙ୍କର ନାଁକୁ ସ୍ତ୍ରୀ ଗ୍ରହଣ କରିପାରିବେ ନାହିଁ। ଇଏ ହଉଛି ବୈଦିକ ରୀତି। ଏଁ ଆମେ ଦେଖିବା ପାଶ୍ଚାତ୍ୟ ଜଗତରେ ଏଇଭଳି ଭାବରେ ନାଁକୁ ଧରି ଡାକୁଛନ୍ତି। ଏଁ ଆମର ଗୋଟେ କଥା ଅଛି, ମହାପ୍ରଭୁଙ୍କ ଜୀବନରେ ବର୍ଣ୍ଣନା, ମହାପ୍ରଭୁଙ୍କ ଇଏରେ ମହାପ୍ରଭୁଙ୍କର ବିଷୟରେ ବର୍ଣ୍ଣନା କରାଯାଏ। ମହାପ୍ରଭୁ ଯେତେବେଳେ ପୁରୀରେ ଥିଲେ ସେଇ ସମୟରେ ଜଣେ ଆସିଲେ, ଜଣେ ଭକ୍ତ ଆସିଲେ। ସେ କହିଲେ, ଅଦ୍ୱୈତାଚାର୍ଯ୍ୟ ସେଠି ଥିଲେ, ଅନ୍ୟମାନେ ସବୁ ଥିଲେ। ସେ କହିଲେ ଭଗବାନ ହଉଛନ୍ତି ଆମର ସ୍ୱାମୀ। ଭଗବାନ ହଉଛନ୍ତି ଆମର ସ୍ୱାମୀ, ଆମେ କେମିତି ତାଙ୍କର ନାମ ନବା? ଆମେ ଯୋଉ ନାମ ନଉଛେ ହରେ କୃଷ୍ଣ କୃଷ୍ଣ ଏସବୁ ରହୁଛି, ନାମ ନଉଛେ, ଭଗବାନ ନାମ ନଉଛେ, କେମିତି ତାଙ୍କର ନାମ ନବା? ସେ ଆମର ସ୍ୱାମୀ, କେମିତି ତାଙ୍କ ନାମ ନବା? ତେଣୁ ଅଦ୍ୱୈତ ଆଚାର୍ଯ୍ୟ କହିଲେ, ଏଠି ମହାପ୍ରଭୁ ରହିଛନ୍ତି, ଭଗବାନ ରହିଛନ୍ତି, ପ୍ରଭୁ ରହିଛନ୍ତି, ସିଏ ନିଜେ ଉତ୍ତର ଦେବେ। ତେଣୁ ମହାପ୍ରଭୁ କହିଲେ, ତାର ଉତ୍ତର ଦେଲେ ଯେ ସ୍ତ୍ରୀର କର୍ତ୍ତବ୍ୟ ହଉଛି ସ୍ୱାମୀର ଆଜ୍ଞା ମାନିବା। ତେଣୁ ସ୍ୱାମୀ କହୁଛନ୍ତି ଯେତେବେଳେ ମୋର ନାମ ନିଅ, ସେତେବେଳେ ସ୍ତ୍ରୀ ତାଙ୍କ ନାମ ନେବେ, ଭଗବାନ ନାମ ନେବେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। କିନ୍ତୁ ନିୟମ ହଉଛି ଜଣେ ସ୍ୱାମୀଙ୍କର ନାମ ନବ ନାହିଁ। ପାଶ୍ଚାତ୍ୟ ଜଗତରେ ଆମେ ଦେଖିବା ତାଙ୍କର ନାମ ନେଇକି କଥା କହୁଛନ୍ତି, ଜଷ୍ଟ ଲାଇକ୍ ଏ ଫ୍ରେଣ୍ଡ। In the present civilization, the wife calls her husband by name, but in Hindu civilization, she doesn't। ବୈଦିକ ସଭ୍ୟତା ହଉଛି କେତେ ଉନ୍ନତ ସଭ୍ୟତା। ଆମର ବହୁତ ବଡ଼ ଭାଗ୍ୟ, ଆମେ ଏଇ ସଭ୍ୟତାରେ ଜନ୍ମଗ୍ରହଣ କରିଛେ। ଆମର ଏଇ ସଭ୍ୟତାକୁ ସେ ଜାଣିନାହିଁ, କାରଣ ସଭ୍ୟତାରେ ଲୋପ ପାଇଯାଇଥିଲା। ପାଶ୍ଚାତ୍ୟ ଜଗତର ସେମାନେ ଯୋଉ ଶାସନ କରୁଥିଲେ, ଆମର ସଭ୍ୟତାଟାକୁ ଲୋପ କରିଦେଇଥିଲେ ସେମାନେ। ଆର୍ଯ୍ୟ ସଭ୍ୟତା ଏଇଟା। ଭଗବତ ଗୀତା ଆରମ୍ଭରେ ଅର୍ଜୁନକୁ କହିଲେ, ଭଗବାନ ତମେ ଅନାର୍ଯ୍ୟ ଭଳି କଥା କହୁଛ। କୁତସ୍ତ୍ୱ କସ୍ମାଳମ୍ ଇଦଂ ବିଷୟ ସମ୍ପସ୍ଥିନମ୍ ଅନାର୍ଯ୍ୟ ଜୁଷ୍ଟଂ ସ୍ୱର୍ଗମ୍ ଅକୀର୍ତ୍ତି କର୍ମାର୍ଜୁନ। ଅନାର୍ଯ୍ୟ କଥା ସବୁ କହୁଛ। ଆମର ଯେ ଆର୍ଯ୍ୟ ସଭ୍ୟତା, କେତେ ବଡ଼ ମହାନ ସଭ୍ୟତାରେ ଆମେ ରହିଛେ। ଏବଂ ଏଇ ସଭ୍ୟତା ବର୍ତ୍ତମାନ ଲୋପ ପାଇଯାଇଛି, କିନ୍ତୁ ତଥାପି ଏଇ ସଭ୍ୟତାରେ ଆମେ ଅଛେ ଏବଂ ପୁଣି ଆମେ ଆସିଛେ କୃଷ୍ଣ ଚେତନାକୁ ଆସିଛେ। ଆହୁରି ବହୁତ ବଡ଼ ଭାଗ୍ୟ। ତେଣୁ এইଭଳି ଭାବରେ ଦମେନ ଚ କହିଲେ ୱାଇଫ୍ ହ୍ୟାଜ୍ ଟୁ ଲର୍ନ ଟୁ କଣ୍ଟ୍ରୋଲ ହରସେଲ୍ଫ ଇଭନ୍ ଇଫ୍ ଦେयर ଇଜ୍ ମିସଅଣ୍ଡରଷ୍ଟାଣ୍ଡିଂ। ଦମ, ସମ, ଦମ, ଏଇ ଦୁଇଟି ରହିଛି ଆମର। ତପ ଶୌଚ କ୍ଷାନ୍ତି ଆର୍ଜ, ଏଇ ବ୍ରାହ୍ମଣର କର୍ତ୍ତବ୍ୟ। ଏବଂ ସ୍ତ୍ରୀଙ୍କ ପାଇଁ ମଧ୍ୟ ଏଇଟା ଆବଶ୍ୟକତା ରହିଛି। ସମ କହିଲେ ମନକୁ ସଂଯମ କରିବେ, ଦମ କହିଲେ ଇନ୍ଦ୍ରିୟ ସଂଯମ କରିବେ। Wife has to learn to control herself even if there is a misunderstanding। ଗୋଟେ କିଛି ଅସୁବିଧା ହେଇଗଲା, ମନମାଳିନ୍ୟ ହେଇଗଲା, ତଥାପି ସ୍ତ୍ରୀଙ୍କର ଦରକାର ହଉଛି ସେ ତାକୁ ସେ କଣ୍ଟ୍ରୋଲ କରିବେ, ନିଜକୁ ସଂଯତ କରିବେ। ସହୁଦେନ ବାଚା ମଧୁରୟା means always desiring good for the husband and speaking to him with sweet words। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ନାରୀଙ୍କର ସ୍ୱନ, କଣ୍ଠ ସ୍ୱନ ବହୁତ ମଧୁର କରିଛନ୍ତି। ଥରେ ମହାପ୍ରଭୁ ପୁରୀରେ ଥିଲାବେଳେ ଜଣେ ସ୍ତ୍ରୀ ଲୋକ ଏଇ କଣ ଆମର ଗୀତ ଗୋବିନ୍ଦ ଗାନ କରୁଥିଲେ। ତେଣୁ ଏ ଗୀତ ଗୋବିନ୍ଦ ସବୁ ଶ୍ରବଣ କରିକିରି ମହାପ୍ରଭୁ ତାଙ୍କ ପଛରେ ଧାଇଁଲେ। ଏତେ ସୁନ୍ଦର ସ୍ୱର ଆସୁଛି, ଭଗବାନ କଥା ସ୍ୱର। ତେଣୁ ତାଙ୍କୁ ଗୋବିନ୍ଦ ତାକୁ ଧରି ପକେଇଲେ। ତାଙ୍କର ଯିଏ ରହିଛନ୍ତି, ସେ ଅବଶ୍ୟ ଗୁରୁ ଭାଇ ତାଙ୍କର ହେବେ, କିନ୍ତୁ ତାଙ୍କର ସେବକ ସେ ଥିଲେ। ଧରି ପକେଇଲେ, କହିଲେ ପ୍ରଭୁ ଇଏ ହଉଛନ୍ତି ଜଣେ ପ୍ରକୃତି, ଏ ଜଣେ ସ୍ତ୍ରୀ ଲୋକ, ଆପଣ ଧାଉଁଛନ୍ତି ତାଙ୍କ ପଛରେ। ଏ ମହାପ୍ରଭୁ କହିଲେ ତମର ଜୀବନ ବଞ୍ଚେଇ ଦେଲ, ନହେଲେ ଆଜି ମୋର ମୃତ୍ୟୁ ହେଇଥାନ୍ତା। ଏଇଭଳି ଭାବରେ ମହାପ୍ରଭୁ କିଭଳି ଭାବରେ କଡ଼ାକଡ଼ି ଭାବରେ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିଥିଲେ, ଆମ ପାଇଁ ଶିକ୍ଷା ରହିଛି।
किंतु यही धारारे केते प्रकार सब विभिन्न प्रकार सब अपसंस्कार कौन सब आसीगलानी संप्रदाय आमर जो अपसंप्रदाय सब आसीगलानी। हाँ बेटा कौन मागुर माछ झोल नवजीवितर कोल ए बेटा हरिया हरिया बोल आम ओडिया ढगटी रही अपसंप्रदाय 13ଟି अपसंप्रदाय विषय चैतन्य चरितामृत वर्णना କରାଯାଇଛି। ତେଣୁ ମହାପ୍ରଭୁ ଆମକୁ ସବୁ ଶିକ୍ଷା ଦେଇଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ଯୋଉ ସୁନ୍ଦର ସ୍ୱର ରହିଛି ଏଥିରେ ତାଙ୍କର ସ୍ୱାମୀଙ୍କୁ ତାଙ୍କୁ ଆନନ୍ଦ ପ୍ରଦାନ କରିବେ। ଏ ପର୍ସନ ବିକମ୍ସ ଏଜିଟେଟେଡ୍ ବାଇ ସୋ ମେନି ମ୍ୟାଟେରିଆଲ କଣ୍ଟାକ୍ଟସ୍ ଇନ୍ ଦ ଆଉଟସାଇଡ୍ ୱାର୍ଲଡ ଆଣ୍ଡ ଦେୟାରଫୋର ଇନ୍ ହିଜ୍ ହୋମ୍ ଲାଇଫ୍ ହି ମଷ୍ଟ ବି ଟ୍ରିଟେଡ୍ ବାଇ ହିଜ୍ ୱାଇଫ୍ ୱିଥ୍ ସ୍ୱିଟ୍ ୱାର୍ଡସ୍। ବାହାରକୁ ଗଲେ କେତେ ପ୍ରକାର ଝାମେଲା ସବୁ ରହିଛି ସଂସାର ଦାବାନଳ। ତେଣୁ ଘର ଭିତରେ ଅନ୍ତତଃ ପକ୍ଷେ ପତ୍ନୀ ମଧୁର ଭାବରେ ତାଙ୍କୁ ସମ୍ଭାଷଣ କରିବେ, ଏଇଭଳି ଭାବରେ ତାଙ୍କର ବ୍ୟବହାର କରିବେ ଆର୍ଯ୍ୟ ସଭ୍ୟତା, ଯାହା ଫଳରେ କି ଜଣେ ଶାନ୍ତିରେ ରହିପାରିବେ, ସ୍ୱାମୀ ସ୍ତ୍ରୀ ଆନନ୍ଦରେ ରହିପାରିବେ, ଶାନ୍ତିରେ ରହିପାରିବେ। ଏଇଭଳି ଭାବରେ 3 ନମ୍ବର ଶ୍ଲୋକଟି ପାଠ କରିବା। हरे कृष्ण। हरे कृष्ण। श्लोक संख्या 3। विसृज्य कामं दम्भं च द्वेषं लोभमोहं मदम् अप्रमत्तोद्यता नित्यं तेजियां समं असम तेजियांसम अतोषयत्। କିଭଳି ଭାବରେ ଦେବହୂତି ତାଙ୍କର ସେବା କରୁଥିଲେ ଏଇଟାକୁ ବର୍ଣ୍ଣନା କରାଯାଉଛି। କାମଂ ଦମ୍ଭଂ ଦ୍ୱେଷଂ ଲୋଭಂ ଅଘଂ ମଦಂ ଚ ବିସୃଜ୍ୟ, ଏଇସବୁ ସେ ତ୍ୟାଗ କରିଥିଲେ। ପ୍ରଥମେ ହେଲା କାମ, ତାପରେ ହେଲା ଦମ୍ଭ, ତାପରେ ହେଲା ଦ୍ୱେଷ ଏବଂ ତାପରେ ଲୋଭ। ଅଘମ କହିଲେ ପାପ, ମଦମ ଚ, ମଦମ କହିଲେ ମଦମ ହଉଛି ଗର୍ବ, ମଦମ ଚ ବିସୃଜ୍ୟ, ଏସବୁ ତ୍ୟାଗ କରିକିରି ନିତ୍ୟଂ ଅପ୍ରମତ୍ତା ଉଦ୍ୟତା, ସବୁବେଳେ ପାଇଁ ନିତ୍ୟଂ ଅପ୍ରମତ୍ତା, ବହୁତ ଗମ୍ଭୀର ଭାବରେ ଅନ୍ୟମନସ୍କ ନୁହଁ ବା ଅନ୍ୟ ଖାମଖିଆଲ ଭାବରେ ସେବା କରୁନଥିଲେ, ତା ନୁହଁ। ବହୁତ ମନ ସହକାରେ ଗମ୍ଭୀର ସହକାରେ ଉଦ୍ୟତା ଚ ତେଜସାମ ଅତୁଷୟତ, ଏଇଭଳି ଭାବରେ ଉଦ୍ୟମ ସେ କରୁଥିଲେ। ସ୍ୱାମୀ ପତ୍ନୀ ତାଙ୍କ ସ୍ୱାମୀଙ୍କର ଏଇଭଳି ଭାବରେ ସେବା କରୁଥିଲେ। ତେଜିଆସମ ଅତୁଷୟତ, ତେଜସାମ, କର୍ଦମ ମୁନିଙ୍କର ବହୁତ ତେଜ ରହିଛି, ବହୁତ ଶକ୍ତି ରହିଛି, ବହୁତ ପ୍ରଭାବ ରହିଛି। ଆମେ ଶୁଣିବା, ସେ ଦେଖେଇବେ ତାଙ୍କର ତେଜକୁ। এইଭଳି ଭାବେ ତାଙ୍କୁ ସନ୍ତୋଷ ବିଧାନ କଲେ। ସନ୍ତୋଷ ଆମେ କେମିତି ଭଗବାନଙ୍କ ସନ୍ତୁଷ୍ଟି ରହିଛି ନା, ଏସବୁ ଗୋଟେ ଶ୍ଲୋକ ଅଛନ୍ତି। କଣ ନା ବର୍ଣ୍ଣାଶ୍ରମ ଯୋଉମାନେ ପାଳନ କରୁଛନ୍ତି, ଅତପୁମ୍ଭି ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସୁନିଷ୍ଠିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣମ୍। ହରିତୋଷଣମ୍, ଏଠି ତୋଷଣ କଥା କୁହାଯାଇଛି ନା। ହରିଙ୍କୁ କେମିତି ଆମେ ସନ୍ତୋଷ ବିଧାନ କରିପାରିବା? ଭଗବାନଙ୍କୁ। ଏଇଟା କହୁଛନ୍ତି ସୁତ ଗୋସ୍ୱାମୀ ସୌନକାଦି ଋଷିମାନଙ୍କୁ ପ୍ରଥମ ସ୍କନ୍ଧ 2ୟ ଅଧ୍ୟାୟରେ କହୁଛନ୍ତି। ଅତପୁମ୍ଭି ଦ୍ୱିଜଶ୍ରେଷ୍ଠା, ସୌନକ ଋଷି ମଧ୍ୟ ବହୁତ ଉନ୍ନତ ସ୍ତରର ଜଣେ ଦ୍ୱିଜ ବ୍ରାହ୍ମଣ, ଜଣେ ଶ୍ରେଷ୍ଠ ବ୍ରାହ୍ମଣ। ବର୍ଣ୍ଣାଶ୍ରମ ଯୋଉ ରହିଛନ୍ତି, ସେମାନେ ସମସ୍ତେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରୁଛନ୍ତି। ବର୍ଣ୍ଣାଶ୍ରମର ଉଦ୍ଦେଶ୍ୟ ହଉଛି କଣ? ସେ ସୁନୁଷ୍ଠିତ ସେ ଧର୍ମସ୍ୟ, ଆମର ବୈଦିକ ଧର୍ମ ହଉଛି ଏଇଟା, ବର୍ଣ୍ଣାଶ୍ରମ ଧର୍ମ। ସୁନୁଷ୍ଠିତ, ସେଇଭଳି ଭାବରେ ଜଣେ ସୁନ୍ଦର ଭାବରେ ଅନୁଷ୍ଠାନ କରିବେ। ସୁନୁଷ୍ଠିତ ସେ ଧର୍ମସ୍ୟ, ଆର ଅନ୍ତିମ ଲକ୍ଷ୍ୟ ହଉଛି ସୁନିଷ୍ଠିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ,
भगवान को संतोष विधान करवा ये हूँ प्रकृत धर्म भगवान को संतोष विधान करवा हम्म आम आहरी सहज कर दिया जाइए भगवान केमी संतोष विधान करवा केमी संतोष विधान करवा भगवान हम्म सबुदिन पाठ कर ना हाँ परिश्रम करा जस्या प्रसादात भगवत प्रसाद गुरुंकर संतोष विधान करवा गुरुंकर संतोष विधान कले भगवान को संतोष विधान हो पार गुरुंकर संतोष विधान केमिति करवा गुरुदेव सब देइछन्ति नियम सकाल राति पर्यंत सब रही नियम ये नियम मानिक आम जो चलवा ताले गुरुदेव को संतोष विधान करवा एवं गुरुदेव को जब संतोष विधान करवा ताले भगवान मतलब संतुष्ट भगवान संतुष्ट हो किंतु जदि गुरुदेव को संतोष विधान कर न पारिबा ताले कौन हम जस्य अप्रसादान न गति कुत आमर को गति कौटे से भाव में देवहूति स्वामी सेवा करते तेजसांग अतोषयत ये संतोष विधान करे अतोषयत तेणु इस श्लोक प्रभुपाद महाराज भाष्य कहते कर्दमुनि इज ग्रेट बाय स्पिरिचुअल क्वालिफिकेशन सच ए हजबैंड इज कॉल्ड तेजसा मोस्ट पावरफुल बहुत शक्ति अच्छे कि आम देखा आसे गोटे विमान सृष्टि कर गोटे सहर सहर सृष्टि कर तेजरे जोगर प्रभाव में गोटे सहर सृष्टि करेंगे आमर जो उड़ाजाहाज रही छोटिया उड़ाजाहाज से गोटे सिटी भाया शुणी आम शुणा से सब वर्णन तेज तेणु ये कहते the wife should not be proud of her parental position. She must always be submissive to the husband and must give up her vanity. ये जन राजकन्या साधारणतः ये रही जनकर जदि टी उन्नत स्थिति अच्छा स्त्री जो स्वामी उन्नत स्थिति अच्छा अधिक पाठ पढ़ुं अधिक सौंदर्य रही अधिक किसी सब रही गुण सब रही पिता सब अनुसार सी स्वामी को अवहेला करती किंतु देवहूति से चिंता कर मुझे राजकन्या बोली चिंता करते मो स्वामी पत्नी तेज एते तेज रही प्रभाव रही सबमिसिव रही सी मस्ट ऑलवेज बी सबमिसिव टू हर हस्बैंड एंड मस्ट गिव अप ऑल वैनिटी देवहूति से very careful about that and therefore it is said that here that she gave up pride completely ये गर्व नथिला मोर पिता राजा मनु साधारण व्यक्ति नुहति भगवान जने ये भगवान जने कौन विभूति एवं समग्र भूमंडल से होती अधिपति ये सब गर्व नथिला एवं देवहूति वाज नॉट अनफेथफुल एवं विश्वास सहित स्वामी सेवा करते स्वामी प्रति फेथफुल थे प्रति विश्वस्त थे द मोस्ट सिनफुल एक्टिविटी फॉर ए वाइफ इज टू एक्सेप्ट अनदर हस्बैंड और अनदर लवर ये जो उपपत्ति ग्रहण करवा स्वामी आम रही ना द्वितीय गोटे अपराध यहाँ गोटे कौन चारोटी रही विधि निषेध रही अवैध यौन संग अवैध स्त्री संग करवा स्वामी छड़ा पत्नी छड़ा अन्य कहार संग कले यहाँ हूँ अवैध स्त्री संग से पापर गोटे स्थान मोस्ट सिनफुल कह मोस्ट सिनफुल चाणक्य पंडित has described 4 kinds of enemies at home. प्रभुपाद महाराज अनेक स्थान रे ये चाणक्य पंडित उक्ति को उद्धार करती सी कहती चाणक्य पंडित कहते 4 प्रकार शत्रु रही किए किए विद फादर इज इन डेट ही इज कंसिडर्ड टू बी एन एनिमी ऋणं कृत्वा ऋण पिता सी गोटे शत्रु विद मदर हैज सिलेक्टेड अनदर हस्बैंड इन द प्रेजेंस ऑफ हर ग्रोन अप चिल्ड्रेन
ପିଲାମାନେ ବଡ଼ ହେଇଗଲା ପରେ ମଧ୍ୟ ଯଦି ତାଙ୍କର ମା ଆଉ ଗୋଟେ ସ୍ୱାମୀକୁ ଗ୍ରହଣ କରିବେ, ସେ ମଧ୍ୟ ଗୋଟେ ଶତ୍ରୁ, ବ୍ୟଭିଚାରୀ। ଆଁ? ଏବଂ she's going to say, if the wife doesn't live well with her husband but deals very roughly, then she is an enemy. ଠିକ ଭାବରେ ଭଦ୍ର ଭାବରେ ବ୍ୟବହାର ନ କରିକିରି ଅଭଦ୍ର ଭାବରେ ବ୍ୟବହାର କଲେ ସେ ଗୋଟେ ଏନିମି ବା ଶତ୍ରୁ। And if son is a fool, he is also an enemy. ମୂର୍ଖ ପୁତ୍ର ସେ ମଧ୍ୟ ଗୋଟେ ଶତ୍ରୁ। ଏଇଭଳି ଭାବରେ ଚାଣକ୍ୟ ପଣ୍ଡିତ ବହୁତ ଯୋଉ ସେ ମୋରାଲ ଇନଷ୍ଟ୍ରକ୍ସନ ସବୁ ଦେଇଛନ୍ତି ଚାଣକ୍ୟ ପଣ୍ଡିତ। ପଣ୍ଡିତ ସିଏ, ପଣ୍ଡିତର ସଂଜ୍ଞା ଦେଇଛନ୍ତି ଚାଣକ୍ୟ ପଣ୍ଡିତ। କି ପଣ୍ଡିତ? ଚାଣକ୍ୟ ପଣ୍ଡିତ କହୁଛନ୍ତି। ଆମର ସଂଜ୍ଞା ରହିଛି ଭଗବାନ କହିଛନ୍ତି ପଣ୍ଡିତ କିଏ, କିନ୍ତୁ ଚାଣକ୍ୟ ପଣ୍ଡିତ ଏଇଭଳି ଭାବରେ କହିଛନ୍ତି ପଣ୍ଡିତ କିଏ ନା କଣ ମାତୃବତ୍ ପରଦାରେଷୁ। ପଣ୍ଡିତ କିଏ? ଯେ ବହୁତ ବିଦ୍ୱାନ ବ୍ୟକ୍ତି ସେ ପଣ୍ଡିତ, ସେ କଥା କହିନାହାନ୍ତି ଚାଣକ୍ୟ ପଣ୍ଡିତ। ସିଏ କହୁଛନ୍ତି ଅନ୍ୟ ସ୍ତ୍ରୀଙ୍କୁ ମା ଭଳି ଗ୍ରହଣ କରିବେ, ମାତୃବତ୍ ପରଦାରେଷୁ। ତାପରେ ଲୋଷ୍ଠବତ୍ ପରଦ୍ରବ୍ୟେଷୁ, ଅନ୍ୟର ଧନକୁ ଆମେ ଇଟା ପଥର ଭଳିଆ ଗ୍ରହଣ କରିବା, ତାର କିଛି ମୂଲ୍ୟ ଆମେ ଦେବା ନାହିଁ, ତା ପାଇଁ ଲୋଭ କରିବା ନାହିଁ। ଏବଂ ଆତ୍ମବତ୍ ସର୍ବଭୂତେଷୁ, ଆମେ ଯେମିତି ଆମ ନିଜର ଶରୀର ପାଇଁ ବହୁତ ଚିନ୍ତା କରୁଛେ, ବହୁତ କେୟାର ନେଉଛେ, ସେଇଭଳି ଅନ୍ୟ ପାଇଁ ମଧ୍ୟ ଚିନ୍ତା କରିବା। ଅନ୍ୟକୁ ବେକକୁ କାଟିକିରି ଆନନ୍ଦରେ ଖାଦ୍ୟ ଗ୍ରହଣ କରିବା ସେଇଟା ନୁହଁ। ଆତ୍ମବତ୍ ସର୍ବଭୂତେଷୁ। ଭଗବଦ୍ ଗୀତା 6ଠ ଅଧ୍ୟାୟରେ ମଧ୍ୟ ଭଗବାନ କଥା କହିଲେ, ଆତ୍ମପମ୍ୟେନ ସର୍ବତ୍ର। ତେଣୁ ଯେ ଇଏ ହଉଛି ପଣ୍ଡିତ, ଯାହା କରୁଛି ସେ ପଣ୍ଡିତ, ଯାହା ପଶ୍ୟତି ସେ ପଣ୍ଡିତ। ଯିଏ ଏଇଭଳି ଭାବରେ ଦେଖନ୍ତି ସେ ହଉଛନ୍ତି ପଣ୍ଡିତ। ପଣ୍ଡିତର ସଂଜ୍ଞା ଚାଣକ୍ୟ ପଣ୍ଡିତ ଦେଇଛନ୍ତି, ଇ ପଣ୍ଡିତ। ତେଣୁ ଚାଣକ୍ୟ ପଣ୍ଡିତ ବହୁତ ସବୁ ଯୋଉ ଦେଇଛନ୍ତି ନିର୍ଦ୍ଦେଶ ସବୁ ଦେଇଛନ୍ତି ବା ଶିକ୍ଷା ସବୁ ଦେଇଛନ୍ତି ଚାଣକ୍ୟଙ୍କର। ଇଏ ହଉଛି ପ୍ରଭୁପାଦ ମହାରାଜ ଅନେକ ସ୍ଥାନରେ ସେଇଟା ଉଦ୍ଧାର କରିଛନ୍ତି। ଇଏ ହଉଛି ପ୍ରକୃତ ପଣ୍ଡିତ। ଆଜିକାଲି କିଏ ଏଇଭଳି ଭାବରେ ବ୍ୟବହାର କରୁଛନ୍ତି? ଠିକ ବିପରୀତ। ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେ ଅପଣ୍ଡିତ, ସେ ମୂର୍ଖ। ତେଣୁ ଏଇଭଳି ଭାବରେ ଆମେ ଶୁଣିବା 4ରୁ 8 ଏ 5ଟି ଶ୍ଲୋକରେ କର୍ଦମ ମୁନି କିଭଳି ଭାବରେ ତାଙ୍କ ପତ୍ନୀଙ୍କର ବ୍ୟବହାରରେ ପ୍ରୀତ ହେଇଗଲେ ଏବଂ ତାଙ୍କୁ ଏଇଭଳି ଭାବରେ କହିବା ପାଇଁ ଆରମ୍ଭ କଲେ। କହିଲେ ଯେ ସିଏ ସ୍ୱାମୀଙ୍କର ସେବା କରିକିରି, ସ୍ୱାମୀଙ୍କୁ କୁହାଯାଏ କଣ? ଇଏ ହଉଛି ବେଟର ହାଫ୍। ସ୍ୱାମୀଙ୍କୁ କୁହାଯାଏ ପତ୍ନୀକୁ କୁହାଯାଏ ସ୍ୱାମୀଙ୍କର ଅର୍ଦ୍ଧାଙ୍ଗିନୀ, ଅର୍ଦ୍ଧାଙ୍ଗିନୀ, ବେଟର ହାଫ୍ ବୋଲି କୁହାଯାଏ ଇଂରାଜୀରେ। କାହିଁକି କୁହାଯାଏ ବେଟର ହାଫ୍? ନା ସ୍ତ୍ରୀ ଯଦିଓ ସିଏ ବିଶେଷ ଧର୍ମ ଆଚରଣ କରିପାରୁନାହାନ୍ତି, କିନ୍ତୁ କେବଳ ତାଙ୍କ ସ୍ୱାମୀଙ୍କର ସେବା କରୁଛନ୍ତି। ତେଣୁ ତାଙ୍କ ସ୍ୱାମୀ ଯାହା ପାଇବେ ତାର ହାଫ୍ ସେ ପାଇଯିବେ, 50% ସେ ପାଇଯିବେ, ଅର୍ଦ୍ଧାଙ୍ଗିନୀ। ଏଇଭଳି ଭାବେ ବେଟର ହାଫ୍ ବୋଲି କୁହାଯାଉଛି। ଆଜି କର୍ଦମ ଯୋଉ ତପସ୍ୟା କରୁଥିଲେ, ଆମେ ଶୁଣିଲେ 10,000 ବର୍ଷ ଧରି ତପସ୍ୟା କରିଥିଲେ। ବିବାହ କଲା ପରେ ମଧ୍ୟ ତପସ୍ୟା ଚାଲିଛି। ତପସ୍ୟା ବନ୍ଦ ହେଇଗଲା ତା ନୁହଁ, ବିବାହ କଲା ପରେ ଭୋଗରେ ରହିଗଲେ ତା ନୁହଁ, ସେଇ ତପସ୍ୟା ଚାଲିଛି। ବହୁତ ବର୍ଷ କାଳ ପୁଣି ତପସ୍ୟା କଲେ। ଏଇଭଳି ଭାବରେ କରୁଥିଲା ସମୟରେ ଦେଖିଲେ ତାଙ୍କର ପତ୍ନୀ କିଭଳି ଭାବରେ ତାଙ୍କୁ ସେବା କରୁଛି, ତାଙ୍କର ଦୟା ଆସିଲା। ତେଣୁ ସେ କହିବେ, ଏ 6 ନମ୍ବର ଶ୍ଲୋକରେ ଆମେ ପାଠ କରିବା। 6 ନମ୍ବର ଶ୍ଲୋକରେ ପାଠ କରନ୍ତୁ। हरे कृष्ण। श्लोक नंबर 6। कर्दम उवाच तुष्टोऽहमद्य तव मानतिमानदिह शुश्रूषया परमया परया च भक्त्या जो देहिनः अयम् अतीव सुहृद सदेहो नावेक्षितः समुचितः क्षपितुं मदर्थे। हरे कृष्ण। कर्दम କହୁଛନ୍ତି ଯେ ହେ ମାନବୀ, ତାଙ୍କୁ ସମ୍ବୋଧନ କରୁଛନ୍ତି ମାନବୀ। କାହିଁକି?
ନା ମନୁଙ୍କର କନ୍ୟା, ମନୁଙ୍କର ଆମେ ସବୁ ମାନବ କାହିଁକି ଆମେ ମନୁଙ୍କ ପାଖରୁ ସବୁ ଆସିଛେ, ସେଥିପାଇଁ ମାନବ ଆମର ନାମ, ଆମକୁ କୁହାଯାଏ ମାନବ। ମନୁ ସବୁ ସୃଷ୍ଟି କରିଛନ୍ତି ପ୍ରଜା, ହଁ, ତେଣୁ ମାନବ ବୋଲି କୁହାଯାଉଛି। ଏ ତାଙ୍କର କନ୍ୟାକୁ ମାନବୀ ବୋଲି ସମ୍ବୋଧନ କରୁଛନ୍ତି, ମାନବୀ। ଅଦ୍ୟ ଅହମ୍ ମାନଦାୟ ତବ ପରମୟା ଶୁଶ୍ରୂଷା, ମୁଁ ତମେ ଯୋଉଭଳି ଭାବରେ ମତେ ସମ୍ମାନ କଲ, ମାନଦାୟ ତବ ପରମୟା ଶୁଶ୍ରୂଷା, ତମେ ଯୋଉଭଳି ଭାବରେ ମୋର ସେବା କଲ, ପରୟା ଭକ୍ତିଆ ଚ, ଏ ଭକ୍ତିର ସହିତ ମୋର ଯୋଉ ସେବା କରୁଛ, ମୁଁ ତମ ଉପରେ ତୁଷ୍ଟ ହେଇଗଲି, ସନ୍ତୁଷ୍ଟ ହେଇଗଲି, ତୁଷ୍ଟ। ଯଦ୍ ଅୟଂ ସ୍ୱଦେହ, କାହିଁକି ସନ୍ତୁଷ୍ଟ ହେଇଗଲେ ନା ତମେ ଯୋଉ ନିଜ ଶରୀର ଦ୍ଵାରା ସ୍ୱଦେହ ଦେଇନାମ ଅତୀବ ଶ୍ରୁତ, ନିଜର ଦେହି, ସମସ୍ତ ଲୋକମାନେ ସମସ୍ତ ଦେହି କହିଲେ, ଦେହି ନସ୍ମିନ୍ ଯଥା ଦେହ କୁହାଗଲା ନା। ଦେହି ଆଉ ଦେହ ଭିତରେ ତଫାତ୍ ଲୋକମାନେ ଜାଣନ୍ତି ନାହିଁ। ଦେହି ମାନେ ଲୋକମାନେ ସାଧାରଣତଃ ତାଙ୍କର ଦେହକୁ ବହୁତ ବହୁତ ପ୍ରକାର ବ୍ୟବସ୍ଥା, ସୁଖ ଦେବା ପାଇଁ ବ୍ୟବସ୍ଥା କରନ୍ତି। ଦେହିନାମ ଅତୀବ ସୁହୃତମ ମଦର୍ଥେ ସମୁଚିତ କ୍ଷେପିତୁଂ ନ ଅବେକ୍ଷିତ। ଏ ଶରୀର ଆମର କେତେ ପ୍ରିୟ, କିନ୍ତୁ ଏଇ ଶରୀର ଦ୍ଵାରା ତମେ ମୋର ମଦର୍ଥେ ସମୁଚିତ କ୍ଷେପିତୁଂ ନ ଅବେକ୍ଷିତ, ଅବେକ୍ଷିତ, ବହୁତ ସୁନ୍ଦର ଭାବରେ ତମେ ମୋର ସେବା କଲ, ନିଜ ଶରୀର ପ୍ରତି ଧ୍ୟାନ ନ ଦେଇକିରି। କ୍ଷେପିତୁଂ କହିଲେ ପ୍ରଦାନ କଲ, ମଦର୍ଥେ ମୋ ପାଇଁ, ଏଭଳି ଭାବରେ ତମେ ସେବା କରିଛ, ତେଣୁ ମୁଁ ତମ ଉପରେ ପ୍ରସନ୍ନ ହେଇଯାଇଛି। ତେଣୁ ଏ ଶ୍ଲୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି, it is indicated here that one's body is very dear, yet Devotee was so faithful to her husband that not only did she serve him with great devotion, service and respect, but she didn't even care for her own health. ନିଜ ଶରୀର ପ୍ରତି ଧ୍ୟାନ ଦେଲେ ନାହିଁ। ସମସ୍ତଙ୍କ ଶରୀର ଆବଶ୍ୟକତା ରହିଛି, କିନ୍ତୁ ନିଜ ଶରୀର ପ୍ରତି ଧ୍ୟାନ ନ ଦେଇକରି ତାଙ୍କ ସ୍ୱାମୀଙ୍କର କେମିତି ସେବା କରିବେ ସେଥିରେ ଚିନ୍ତା କଲେ, ସେବା କଲେ। ଶରୀରଟି ଆମର କେତେ ପ୍ରିୟ, କିନ୍ତୁ ଦେବହୂତି ଏଭଳି ଭାବରେ ବିଶ୍ୱସ୍ତର ସହିତ ବିଶ୍ୱାସ, ମାନେ ବିଶ୍ୱସ୍ତ ଭାବରେ ସେବା କରୁଥିଲେ, ସେ ଚିନ୍ତା କଲେ ନାହିଁ ତାଙ୍କ ଶରୀର ପ୍ରତି। ଡିଭୋସନ, ସର୍ଭିସ ଆଣ୍ଡ ରେସ୍ପେକ୍ଟ, ଆମେ ଶୁଣୁଥିଲୁ ନା, ବିଶ୍ରମ ବେଣ ଇତ୍ୟାଦି ସବୁ ଶବ୍ଦ ବ୍ୟବହାର କରାଯାଇଥିଲା। ଏଇଭଳି ଭାବରେ ତାଙ୍କ ସେବା କରୁଥିଲେ, କିନ୍ତୁ ତାଙ୍କ ଶରୀର ପ୍ରତି ଧ୍ୟାନ ଦେଲେ ନାହିଁ। ଏଇଟାକୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଦ୍ୟାଟ୍ ଇଜ କଲ୍ଡ ସେଲ୍ଫଲେସ୍ ସର୍ଭିସ। ନିସ୍ୱାର୍ଥପର ଭାବରେ ସେବା କରିବା, ସେଲ୍ଫଲେସ୍ ସର୍ଭିସ। ଏଇଭଳି ଭାବରେ ସେବା କରୁଥିଲେ ସେ। ତେଣୁ ତାପର ଶ୍ଲୋକରେ କହୁଛନ୍ତି, 7 ନମ୍ବର ଶ୍ଲୋକରେ, उज्झे मे स्वधर्म निरतस्य तपसमाधि विद्यात्मजोग विजिता भगवत प्रसादा ताने बते मनु मदनुसेवनया वरुद्धा दृष्टिं प्रपश्य वितराम्य भयान अशकान्। स्वधर्म निरतस्य मे तपः समाधि विद्यात्मयोग विजितः भगवत प्रसादः। कर्दम मुनि जो तपस्या करते 10,000 वर्ष धरी तपस्या करते, स्वधर्म निरतस्य, स्वधर्म अनुसार तपस्या करते, में तपः समाधि विद्या आत्मयोग विजिता, यही तपस्यार फल होची एटा, विद्या आत्मयोग विजिता, जो तांकर जो रही विभिन्न प्रकार जो जोग सिद्धि सब रही से सब प्राप्त होते, विजिता जय करते, भगवत प्रसादा, भगवान कृपारु भगवत प्रसादा मदनु सेवनया अवरुद्धान तानेव
अभयान अशोकान ते वितरामि ते दृष्टिं वितरामि प्रपश्य। से जहाँ सब प्राप्त होते जोग फल अनुसार जोग अनुसार जो फल प्राप्त होते तांकर सेवा करिकिरी ये मध्य सेटा पाइगले प्राप्त हो गले। हाँ, अभय अशोक पद से प्राप्त हो गले। वितरामि मुझे तुमको प्रदान करुच्ची दृष्टि वितरामि प्रपश्य। तेणु सी कहते मुझे तुमको दौची दिव्य दृष्टि दौची जहाँफल देखिए मोर केते रही जोग बल। भगवान से भाव भगवद गीता एकादश अध्याय कहते अर्जुन को। हाँ, न तो मांग शक्य से द्रष्टुम अनन्य सो चक्षुषा दिव्यम ददामि ते चक्षु पश्चिम जोगम ईश्वरम। तमें ये चक्षु साहाଯ୍य मोर ये देखिपर ना विश्वरूप को देखिपर ना तुमको दिव्य चक्षु प्रदान करुच्ची जहाँफल कि तुम देखिपर। से भाव कर्दमणि जो तपस्यार फल रही देवहूति देखिपार नथिले ये कर्दम मुनि दृष्टि प्रदान कले। देखा दृष्टि प्रदान कले। यही भाव में आम गुरु को प्रार्थना करुचे अज्ञान तिमिरांध से ज्ञानांजन शलाक्या। आम जदि चक्षु रही आमर किंतु तथापि आम देखिपार नथिले किंतु गुरुदेव कृपारू आम दिव्य दृष्टि प्राप्त हेले। दिव्य दृष्टि प्राप्त होला पर आम जानिले भगवत संबंध ज्ञान आम प्राप्त हेले। तेणु साधारण लोक मैंने जदि जो मध्य बहुत विद्वान व्यक्ति सब रही बहुत बहुत उच्च शिक्षित सब रही वैज्ञानिक मान इत्यादि सब रही किंतु तांकर दिव्य दृष्टि प्राप्त ही ना। दिव्य दृष्टि से प्राप्त ही ना। आम पाठ न पढ़ले मूर्खटे हेले जदि आम गुरुंकर ग्रहण करछे गुरुंकर आश्रय जाइचे आम दिव्य दृष्टि प्राप्त होइचे। ए दिव्य दृष्टि आम जापर सब कथा। भगवद गीतार गोटे श्लोक कहते भगवान द्वितीय अध्याय जानिशा सर्वभूतानां तस्यां जागृति संयमी यस्यां जागृति भूतानि सा निशा पश्यतु मुने। साधारण लोक मान जानिशा सर्वभूतानां समस्त जीव मान जोटा रात्रि सदृश संजय व्यक्ति मान से दिवस सदृश एवं तार विपरीत साधारण व्यक्ति मान जोटा दिवस संजय व्यक्ति मान से रात्रि। आम जो भगवत भक्तिर जो महात्म्य बुझीपारे साधारण व्यक्ति मैंने से भावुं तुच्छ तुच्छ कथा। भौतिक जगत रे जो शरीर चेतना से रही यहाँ सब इम्पोर्टाट वस्तु। हाँ, बुझीपार ना दिव्य दृष्टि प्राप्त ही ना। वैज्ञानिक ठार आरंभ कर जिते विद्वान व्यक्ति हूँ ना कहीं दिव्य दृष्टि प्राप्त ही ना जापर ना मनुष्य जीवन कौन आवश्यकता रही कौन लक्ष्य से बुझीपार ना जीवन बीतई दौरान तप परिश्रम करी आम कह जाए जन वैज्ञानिक थे से जापारे के विवाह डेट अच्छी बुझीपारे विज्ञान गवेषणा करी जीवन चलीगला ये कथा रही है। किंतु एत परिश्रम करी कौन लाभ है एत परिश्रम गले मनुष्य जीवन से उद्दिष्ट नुह। आम शुणा पंचम स्कंदे ऋषभदेव कहे कथा नायं देहो देह भाजांग नुलोके कष्टान कामान अर्हति विडभुजांग जे सुकर भली जीवन यापन करने मनुष्य जन्म उद्दिष्ट नुह। मनुष्य जन्म उद्दिष्ट हो तप दिव्यम पुत्र का जन सत्यम शुद्धेत तस्मात् ब्रह्म सौख्यम तु अनंत। दिव्य तपस्या करने कथा जहाँफल कि अनंत सुख प्राप्त है से चक्षु है चक्षु खोली ना चक्षु थी अंध बुझीपार ना किंतु दिव्य दृष्टि आम प्राप्त हो गुरु ग्रहण कर दिव्य दृष्टि प्राप्त होम जापर आम लक्ष्य कौटा भगवान सेवा करवा हूँ आमर ये समस्त सेवा कर बहुत व्यक्ति बहुत लोक सेवा कर भगवान यदि सेवा न करवा तेल अन्य मान सेवा कर कारण आम जीवर स्वरूप हो सेटा आम कहार ना क्या सेवा करवा भगवान सेवा न कले बहुत मायार सेवा कर गण सेवा न कले डगर सेवा कर तेणु जो मान चक्षु उन्मीलन हो जापर क्या सेवा करवा सेवा करवाटा मस्ट कारण ये हूँ जीवर स्वरूप आम धर्म हूँ महाप्रभु यहाँ कहले सनातन गोस्वामी को
हाँ, जीवेर स्वरूप है कृष्ण नित्य दास। कृष्णेर तटस्था शक्ति भेदाभेद प्रकाश। आम हूँ भगवान का तटस्था शक्ति, भेद एवं अभेद। भगवान सहित आम भेद रही पुणी अभेद मध्य, भगवान सहित आम समान कि भगवान ठार मध्य आम भेद रही। भेद अभेद अचिंत्य भेदाभेद तत्व। आमर जो वैष्णव चारि संप्रदाय रही, चारि संप्रदाय रे विभिन्न प्रकार सब रही फिलोसफी। तांगर फिलोसफी कौन अद्वैत द्वैत विभिन्न प्रकार फिलोसफी सब रही वैष्णव संप्रदाय धारा रे। किंतु महाप्रभु ए चारोटी संप्रदाय को एकीभूत कले, माने समन्वय कले किभଳି भाबरे गोटे देले, सी गोटे फिलोसफी देले। सेटा हूँ कौन अचिंत्य भेदाभेद तत्व। आमर इस्कन फिलोसफी हूँ यहाँ अचिंत्य भेदाभेद तत्व। हाँ, ता पूर्व जो चारोटी वैष्णव संप्रदाय थिला, सी किए कहते द्वैत, किए कहते अद्वैत, द्वैताद्वैत विशिष्टाद्वैत इत्यादि विभिन्न प्रकार सब सब फिलोसफी थिला, ये वैष्णव फिलोसफी। किंतु महाप्रभु देले ये गोटे नूतन फिलोसफी प्रदान कले महाप्रभु। हाँ, से फिलोसफी कौन, ता पूर्व ए फिलोसफी जना नथिला वैष्णव मान जारी संप्रदाय रे। महाप्रभु देले से फिलोसफी, सेटा हूँ अचिंत्य भेदाभेद तत्व। हाँ, आमर फिलोसफी हूँ यहाँ, इस्कन फिलोसफी हूँ यहाँ अचिंत्य भेदाभेद तत्व। बुझीपर ना एसବୁ जिनस अचिंत्य आम चिंतार बाहर, भेद एवं अभेद दुईटी जिनस रही। तेणु यही भाव में जड़े गुरु ग्रहण कला माने से दिव्य दृष्टि प्राप्त होती, से देखी पार्टी। आज कर्दम मुनि से भाव दिव्य दृष्टि प्रदान कले, जहाँफल कि देखिपारे तांकर जोग बल केते रही देखिपारे। हाँ, जोग बल कहते तेणु ये श्लोक प्रभुपाद महाराज कहते जे इट इज स्टेटेड हियर दैट द ग्रेसेस ऑफ द लॉर्ड आर अभय, फ्री फ्रॉम फियरफुलनेस। अभयटा केमी प्राप्त हवा, ये प्रश्नटा थिला परीक्षित महाराज भागवत ये आरंभ होती प्रथम स्कंद 19 अध्याय रे जो परीक्षित महाराज प्रश्न पचारि दुईटी श्लोक से वर्णना करा केमी जन अभय प्राप्त हवा। अथ पृछामि संसिधि योगिना परम गुरु पुरुष से यह जत्कार्य मीयमाण सर्वथा जत श्रोतव्यम अथो जाप्यम जत कर्तव्यम नृभि प्रभु स्मर्तव्यम भेजनीय बा ब्रूहि जद्वा विपर्य। कौन कर्तव्य ये अभयटा केमी आम प्राप्त हवा, मोर बर्तमान 7 दिन मोर मृत्यु हम, मुझे अभय को प्राप्त हेबी। इच्छता अभयम सुखदेव गोस्वामी कहले तार उत्तर रे। हाँ, इच्छता जो मैंने अभय चाहते से कौन करेंगे। द्वितीय स्कंध प्रथम अध्याय सुखदेव गोस्वामी से प्रश्न उत्तर देते केमी आम अभय प्राप्त हवा। तस्मात् भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य इच्छता अभयम। अभय भौतिक जगत हूँ पवर्ग, जी पवर्ग श्लोक नंबर द्वितीय स्कंद एक प्रथम प्रथम अध्याय अध्याय मुझे श्लोक नंबर कहि क्वेश्चन आंसर ये आलोचना करवा। तेणु ये हूँ अभय, ये भौतिक जगत हूँ भय, भयर जगत। पवर्ग प फ ब भ म फरे समस्त परिश्रम कर परिश्रम कले पाटर फेण बाहर, भय सबकि व्यर्थ हो जाऊँगी, भय सबकि भय समस्त भय रही। महरे हूँ मृत्यु, ये पवर्ग भौतिक जगत हूँ पवर्ग, समस्ते पवर्ग रही। किंतु जो मान चक्षु उन्मूलन होती अपवर्ग रास्ते जाऊँ, जोटी ये सब ना परिश्रम फल फेण इत सब ना, अभय से रही, अभय रही। तेणु अभय प्राप्त होगापी जड़े भगवान शरण गले आम से अभय को प्राप्त हवा। भजऊ रे मन श्रीनंदन नंदन अभय चरणारविंद। भगवान भय ना एवं भगवान शरण जो मान जी मत भय ना, अभय चरणारविंद अभय से भगवान। एवं दैवी गुण सब जो रही षोडश अध्याय प्रथम श्लोक यहाँ कहले अभय।
दैवी गुण हूँ यहाँ अभयं सत्व संशुद्धि ज्ञान जोग व्यवस्थित ए तीनोटी श्लोक दैवी गुण कहले षोडश अध्याय ता पूर्व सब कही दैवी गुण तेणु अभय प्राप्त हवा तेणु आज आमर जो आमर कर्दम मुनि भगवान सेवा करी प्राप्त होती अभय प्रभुपाद महाराज कहते अभय फ्री फ्रॉम फियरफुलनेस समस्त भय रही in the material world if someone accumulates $1,000,000 he is always full of fear because he is always thinking what if the money is lost जने जिते बड़ धनी व्यक्ति हूँ ना कहीं सब रही भय काले मोर धन चली but if the but the benedictions of the Lord Bhagavad Prasad is never to be lost भगवान प्रसाद कृपा ये रही केवल नष्ट हवा नहीं अक्षय अक्षय रही फल तेणु when one achieves the grace of the Lord, the result is that sarva dukkham, all distresses are destroyed. Sarva dukkha chalijiva. Dukkhani, dukkhani, all distresses are destroyed. Samasta dukkha chalijiva. When one achieves the grace of the Lord, the result is that sarva dukkhani, all distresses are destroyed. Sarva dukkha chalijiva. Prabodhananda Saraswati said that if one achieves the grace of the Lord Chaitanya, he becomes so great that he doesn't care a fig even for the demigods. He thinks of monism as hellish, and for him the perfection of controlling the senses is as anything. Heavenly pleasure becomes to him no more than stories. Actually, there is no comparison between material happiness and the transcendental happiness. श्लोकटी बहुत प्रसिद्ध श्लोक रही कैवल्य नरकायते त्रिदशपुर आकाश पुष्पायते दुर्दांत देह काल पत्कात नष्टायते विश्व पूर्ण सुखाय विधि महेंद्रादि कीटायते जत कारुण्य कटाक वैभवताम तम गौरम एवं स्तुम चैतन्य महाप्रभु कृपा कटाक्ष जो प्राप्त होती ये रोचे कैवल्य नरकायते ये चारि पुरुषार्थ रही धर्म अर्थ काम मुख्य चारि पुरुषार्थ किंतु जो मैंने महाप्रभु कृपा प्राप्त होती काणीचाय कृपा पूर्ण कृपा नुह काणीचाय कृपा हाँ तांको ये सब लगे कौन ना कैवल्य नरकायते मुक्तिटा तांको लगे नरक भली महाप्रभुंर वर्णना कराई महाप्रभु इतिहास कथार सार्वभौम भट्टाचार्य ये भाव गोटे श्लोक अच्छा दशम स्कंद 14 अध्याय सब मुक्तिपद साधा भाग से कही किंतु सी मुक्ति शब्द व्यवहार कले ना सी भक्तिपद सदा भाग बोली कहले ये सब आलोचना है महाप्रभु सार्वभौम भट्टाचार्य सहित आलोचना रही तेणु भक्त मुक्तिटा हूँ नरक कैवल्य नरकायते त्रिदशपुर आकाश पुष्पायते त्रिदशपुर जो रही स्वर्गलोक इत्यादि सब रही बहुत भोगभूमि से जो मैंने भगवान महाप्रभु कृपा प्राप्त होती यहाँ हूँ आकाश पुष्प आकाश जमी पुष्प रही पार ना से भाई किसी मूल्य ना तार त्रिदशपुर आकाश पुष्पायते दुर्दांत इंद्रिय काल पत्खात नष्टायते इंद्रिय मान जो रही दुर्दांत दमन करना काल सर्प भली किंतु महाप्रभु कृपा जो मान प्राप्त होती से जो इंद्रिय मान काले विषधर सर्प हेले जमी जदि विष दांत को काढ़ी दिज्व तार किसी रहा विष प्रभाव रहा से भाव भक्तों इंद्रिय मानकर किसी ना द्वारात्मा ना उत्कात दृष्टा विश्व पूर्ण सुखा है यदि भगवान कहले विश्व हूँ दुखालय अशाश्वतम दुई थर कही दुखालय किंतु भक्तों यहाँ सुखालय पूर्ण सुखाए विधि महेंद्र आदि कीटायते विधि होती ब्रह्मा महेंद्र इंद्र इत्यादि एम सब आदि आज जिते सब देवता रही 33 कोटी देवता रही कीट भाई मूल्य ना जत कारुण्य कटाक्षं भयवता गौरव एवस्तुम
कटाक्ष कारण कटाक्ष जो मैंने प्राप्त होती यही स्तर से प्राप्त है। प्रभुपाद महाराज भावार्थ एटा कहते। अच्छा एटा हला एभली भाव में 9 ରୁ 11 ए 3ଟି श्लोक आम शुणा। देवहूति कहे तांगर गोटे पुत्र ପାଇଁ कहे कामना करेंगे। बहुत किसी तांगर रही आम शुणा तांगर केते ऐश्वर्य देखौं शुणा यहाँ। किंतु देवहूति सी चाहूले गोटे पुत्र तेणु सी एप्रति जो जो बहुत प्रकार शोभा रही बहुत प्रकार जो प्राप्त होते जो विभूति से आनंदित होना सी कहते मोर गोटे पुत्र दरकार। आम शुणा यहाँ 9 ରୁ 11 ए 3ଟି श्लोक आलोचना करा तेणु 10 नंबर श्लोकटी आम पाठ करवा। हरे कृष्ण। हरे कृष्ण। देवहूति राधम्ब तद्विज वृषै तदमोघ जुग मायाधीपि त्वयि विभो तदवैर्मि भर्तः जस्ति अभ्यधायि समय सकृत अंगसंगो भूयाद गर्यसि गुणः प्रसवः सतीनां। श्लोक कहते 10 नंबर श्लोक जे हे द्विज वृषभ द्विज वृषभ कहले द्विज श्रेष्ठ भर्तो विभो अमोघयो गमायाधीपे बत एतत् सद्धर्म तत् अवेमि जहते समय अभ्यधायि सकृत अंग संगो भूयात् गर्यसि सतीनाम प्रसव गुण। हे द्विजश्रेष्ठ स्वामिन हे विभो मैं यह जानती हूँ कि आप कभी भी विफल नहीं होने वाली जोगमाया के स्वामी हैं और आपको यह सारा ऐश्वर्य प्राप्त है। आपने विवाह के समय में जो प्रतिज्ञा की थी कि गर्भ धारण करने तक मैं तुम्हारे साथ गृहस्थ सुख का उपभोग करूंगा उसकी भी पूर्ति अब होनी चाहिए क्योंकि श्रेष्ठ पति के द्वारा संतान प्राप्त होना प्रतिव्रता स्त्रियों का सर्वश्रेष्ठ लाभ है। एवं देवहूति कहते आम अच्छा आम 12 ରୁ 48 ये जो केते 37 श्लोक वर्णना करा किभली भाव में कर्दम मुनि तांगर जोग प्रभाव को देखते गोटे विमान सृष्टि करेंगे सब आलोचना करा आम ये टे विश्राम नवा कार कौन प्रश्न अच्छी तार उत्तर दबा। प्रभु जी जने पतिव्रता पत्नी जे तांको पतिंकर सेवा करंती तांकर भक्तिर अर्ध शक्ति प्राप्त हो पारंती ना आंशिक अर्धांगिनी भी कह जाऊँ ना अर्ध अर्धांगिनी पुरा हाँ किंतु एटी लिखा आंशिक किन प्राप्त हेले तो सीते लिखी बही सेटा लिखा आंशिक शक्ति प्राप्त आंशिक हेले माने अर्धा अधांश आंशिक अधांश नहीं गेले पुरा आगे हरे कृष्ण। आपण जो प्रश्न पचार से कोटी अच्छी से ये श्लोकटा हाँ सेरा एटा पचारथिली एटा सुखदेव गोस्वामी द्वितीय स्कंद प्रथम अध्याय श्लोकटी कहते तस्माद् भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य इच्छता अभयम अभय केमी जन प्राप्त हम द्वितीय स्कंद प्रथम अध्याय 5 नंबर श्लोक कह 5 ना 15 5 15 15 5 नंबर श्लोक कह पांच आगे 2 1 5 हाँ हरे कृष्ण प्रभु जी ये हाँ प्रभुपाद प्रभु द्वितीय श्लोक हाँ वैदिक सभ्यता अनुଯାयी पत्नी पतिंकर हाँ नाम धरी पारिबे डाकिबे नाही। नहीं नहीं हाँ ताहेले इठी गोटे प्रश्न आसुची जने आया पत्नी नाम हला राम कृष्ण हरि बा जगन्नाथ ये सब देवदेवी नाम कहाई ताहेले हाँ पति को केमिति भाବରେ संभाषण करियो से रिलेटेड करछि भगवान का नाम अनुसार ना
हाँ ସେଠି କଣ ପରମିଶନ ଦରକାର ନା ସେମିତି ଡାକିଲେ ଚଳିବ ନା କଣ? ମତେ ସେଠି କନଫ୍ୟୁଜନ ଜିନିଷ। ନା କନଫ୍ୟୁଜନ କାହିଁ ହଉଛି? ଅଧିକାଂଶ ତ ଡାକନ୍ତିନି, କହନ୍ତି ତାଙ୍କ ସ୍ତ୍ରୀଙ୍କ ନାଁ ଯଦି ରାମ ଅଛି ସେ କହିବେ ହଁ ନା ନା ସେଇଟା ସେଇଟା ତ ଆମର ବୈଦିକ ନିୟମ ହଉଛି, ସେଇଟା ବୈଦିକ ରୀତି ହଉଛି ସେଇଟା। ଡାକିବେନି। ଏଟା ଆମର ବୈଦିକ ରୀତିରେ ବୈଦିକ ସଭ୍ୟତା ହଉଛି କଣ, ଯୋଉ ନାମ ଦିଆଯାଉଥିଲା କିଭଳି ନାମ ଦିଆଯାଉଥିଲା, ଭଗବାନ ନାମ ଅନୁସାରେ ନାମ ଦିଆଯାଉଥିଲା ସମସ୍ତଙ୍କୁ। କିନ୍ତୁ ହଁ, ବୈଦିକ ନୀତି ଏଇଟା ରହିଛି ଯେ ଜଣେ ସ୍ୱାମୀକୁ ତାଙ୍କ ନାମ ଧରି ଡାକିବ ନାହିଁ। ତାହେଲେ ସେ ଡାକିବ ମହାମନ୍ତ୍ର ଅଛି ହରେ ରାମ, ସେ ରାମ କହିବ ତା ସେଇଟା ନାଁ। ପୁରା ଆଲୋଚନା ଆମେ କରୁଥିଲୁ ଥରେ ଆପଣଙ୍କୁ, ମୁଁ କହିଲିନି କି? ଏ କଣ ବଲ୍ଲଭାଚାର୍ଯ୍ୟ ଜଣେ ଏଇ ପ୍ରଶ୍ନଟି ପଚାରିଥିଲେ ମହାପ୍ରଭୁଙ୍କୁ। ହଁ ସେଠି ସେ ଜାଣିଛି। ମହାପ୍ରଭୁଙ୍କ ସହିତ ତାଙ୍କ ପାର୍ଷଦ ମାନେ ଥିଲେ, ଅଦ୍ୱୈତାଚାର୍ଯ୍ୟଙ୍କୁ ପଚାରିଥିଲେ ଯେ ସ୍ତ୍ରୀର ଧର୍ମ ହଉଛି ସ୍ୱାମୀଙ୍କର ନାମ ନେବେ ନାହିଁ, କିନ୍ତୁ ଭଗବାନ ହଉଛନ୍ତି ଆମର ସ୍ୱାମୀ, ଆମେ କେମିତି ତାଙ୍କର ନାମ ନେବା? ହରେ କୃଷ୍ଣ ମହାମନ୍ତ୍ର ଯୋଉ ଉଚ୍ଚାରଣ କରୁଛେ, ଭଗବାନ ନାମ ନେଉଛେ, କେମିତି ତାର ଉଚ୍ଚାରଣ କରିବା? ତେଣୁ ସିଏ ଅଦ୍ୱୈତାଚାର୍ଯ୍ୟ କହିଲେ ଏଠି ମହାପ୍ରଭୁ ଅଛନ୍ତି, ତାଙ୍କୁ ପ୍ରଶ୍ନ ପଚାରନ୍ତୁ। ପଚରାଗଲା, ମହାପ୍ରଭୁ ଏଇ ଉତ୍ତର ଦେଲେ ପରା। ମହାପ୍ରଭୁ କହିଲେ ସ୍ୱାମୀ ପତ୍ନୀର ଧର୍ମ ହଉଛି କଣ? ସ୍ୱାମୀଙ୍କର ସ୍ୱାମୀଙ୍କର ଆଜ୍ଞାକୁ ପାଳନ କରିବେ। ସ୍ୱାମୀ କହୁଛନ୍ତି ମୋର ନାମକୁ ନିଅ, ହଁ, ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ, ମୋର ନାମ ନିଅ। ଆଉ ଆମେ କହିବା ନା ମୁଁ କେମିତି ନାମ ନେବି? ଏଇଟା ପତିବ୍ରତା ଧର୍ମ ହବ? ପତି ଯାହା କହିବେ ସେଟା ପାଳନ କରିବା ହଉଛି ପତିବ୍ରତା ଧର୍ମ। ତେଣୁ ମହାପ୍ରଭୁ ଏ କଥା କହିଥିଲେ ସେଠି ତାଙ୍କୁ, ନହେଲେ ତ କନଫ୍ୟୁଜନ ହେଇଥାନ୍ତା। ଆପଣ ଏ ପ୍ରଶ୍ନର ଉତ୍ତର ଆମକୁ ଦେଇପାରିନଥାନ୍ତେ। କନଫ୍ୟୁଜନ କ୍ଲିୟର କରିଦେଇଛନ୍ତି ମହାପ୍ରଭୁ। ଏଁ? ତାଙ୍କର ଆଚରଣ ମାଧ୍ୟମରେ କନଫ୍ୟୁଜନ କ୍ଲିୟର କରି, ଆଉ କୌଣସି କନଫ୍ୟୁଜନ ନାହିଁ। ନାଇଁ ନାଇଁ, ମୁଁ କହିବା କଥା ସେଠି ଏଠାରେ ଯଦି କଣ ଜଣେ ପତିଙ୍କର ନାମ ରାମ ଅଛି, ତାହେଲେ କଣ ତାଙ୍କ ସ୍ୱାମୀଙ୍କର ପରିମିଶନ ନେଇକି ସେ ଡାକିବ ନା ନାଇଁ? ପରମିଶନ କଣ ନେବେ? ତାଙ୍କ ନାମ ତ ନବା କଥା ନୁହଁ, ପରମିଶନ କଣ ନେବେ? ଇଏ ତାହେଲେ ହଉଛି କଣ ବୈଦିକ ନୀତି ହଉଛି ଏଇଟା। ଆମର ଯୋଉମାନେ ଖାଲି ସ୍ୱାମୀ ନୁହଁ, ଯୋଉମାନେ ଉନ୍ନତ ସ୍ଥିତିରେ ଅଛନ୍ତି, ଗୁରୁଦେବ ଇତ୍ୟାଦି ଯେତେ ଯୋଉମାନେ ଗୁରୁଜନ ସବୁ, ତାଙ୍କର ନାମଟା ନବା କଥା ନୁହଁ। ହଁ, କିନ୍ତୁ ମହାମନ୍ତ୍ର ଜପ କରିପାରିବେ। ଆଉ ମହାମନ୍ତ୍ର ତ ସ୍ପେଶାଲ ରହିଛି ସେଇଟା, ଆଉ ସେଇଟାକୁ ହିସାବ କଲେ ହବ କି? ସେଇଟା ତ ସ୍ପେଶାଲ ଭଗବାନଙ୍କର ନିର୍ଦ୍ଦେଶ ରହିଛି, ମୋର ନାମ ନିଅ। ଭଗବାନଙ୍କ ଉଦ୍ଦେଶ୍ୟରେ ବି ଡାକି ପାରିବେ। ଜଗନ୍ନାଥ, ଜଣଙ୍କର ନାଁ ଅଛି ଜଗନ୍ନାଥ, ତାହେଲେ ସେ ଜଗନ୍ନାଥଙ୍କୁ ଡାକିବ। ହଁ, ଜଗନ୍ନାଥଙ୍କୁ ଭଗବାନଙ୍କ ନାମ ନବା, ଭଗବାନଙ୍କ ନାମ ନବା। କିନ୍ତୁ ଆମର ସ୍ୱାମୀ ହୁଅନ୍ତୁ ବା ଗୁରୁ ହୁଅନ୍ତୁ ବା ପିତା ହୁଅନ୍ତୁ ବା ବଡ଼ ଗୁରୁଜନ ହୁଅନ୍ତୁ, ତାଙ୍କ ନାମ ଯଦି ଜଗନ୍ନାଥ ଅଛି ବା କୃଷ୍ଣ ଅଛି, ଆମେ ତାକୁ ଡାକିବା ନାହିଁ କୃଷ୍ଣ ବୋଲି। ଏ କୃଷ୍ଣ, ଇଏ ହଉଛି ଇଏ, କନଫ୍ୟୁଜନ ରହିବ ନା। ଭଗବାନ ନାମ ନେବା ପାଇଁ ନିର୍ଦ୍ଦେଶ ରହିଛି, କିନ୍ତୁ ଆମର ଗୁରୁଙ୍କର ନାମ ବା ଅନ୍ୟମାନଙ୍କ ନାମ ନେବା ପାଇଁ କୁହାଯାଇ ନାହିଁ। ନେବେ ନାହିଁ, ଆମେ କହିବା ନାହିଁ ଆମେ ଅନୁମତି ଦିଅ, ଆମେ ନବୁ ଆପଣଙ୍କ ନାମ ନା। ଏଇଟା ନିୟମ ହଉଛି, ସେଇଟା ବୈଦିକ ନୀତି ହଉଛି ସେଇଟା। ପ୍ରଭୁଜୀ ଆଉ ଗୋଟେ କହିଲେ, ଯୋଉ ପରସେଣ୍ଟେଜ କଥା, ଯୋଉ ପୁଣ୍ୟ ପରସେଣ୍ଟେଜ, ଜଣେ ସ୍ତ୍ରୀ ସ୍ୱାମୀର ଅନୁରକ୍ତ ନୁହେଁ, ସିନା ଦେବହୂତି କର୍ଦମଣିଙ୍କର ସେବା କରୁଥିଲେ ବୋଲି ସେ ପ୍ରାପ୍ତ ହେଲେ, କିନ୍ତୁ ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କର ଅନୁରକ୍ତ ନଥିବ, ଯାହା ଆଜିକାଲି ଲେଖା ଯାଉଛି, ତେବେ ହୁଁ, ସେ କଣ ସ୍ତ୍ରୀ ହେଇଗଲା ବୋଲି ତାର ସେ ମାନେ 50% ପାଇବାକୁ ଯୋଗ୍ୟ ହବ? ନା, ଅନୁରକ୍ତ ନଥିଲେ ସେ ପାଇବନି। ଯଦି ସ୍ୱାମୀକୁ ସେ ସନ୍ତୁଷ୍ଟ କରିପାରିଲେ ନାହିଁ, ସ୍ୱାମୀଙ୍କର ସେବାରେ ନିଯୁକ୍ତ ହେଲେ ନାହିଁ, ତାହେଲେ ସ୍ୱାମୀ ଯାହା ପ୍ରାପ୍ତ ହେଲେ ତାହେଲେ ସେ ପ୍ରାପ୍ତ ହେଇପାରିବେ ନାହିଁ। ହରେ କୃଷ୍ଣ ପ୍ରଭୁ, ତାହେଲେ ଯୋଉ ସ୍ୱାମୀର ଯଦି କିଛି ପାପ ଭାଗଟା ଯିବ ନା ନାଇଁ? ଆଜ୍ଞା, ସ୍ୱାମୀର ପାପର କିଛି ଅଂଶ ଯିବ? ହଁ, 50% ବା, ପାପ ବି 50%। ଯିବ? ସବୁ ସବୁ ପାଇବେ ସେ, ସ୍ତ୍ରୀ ତେବେ ଅର୍ଦ୍ଧାଙ୍ଗିନୀ ରହିଛନ୍ତି। ପାପ ଆଉ ପୁଣ୍ୟ ସବୁ ଯିବ, ଦିଟା ଅଧା ଆଜ୍ଞା ଅଧା। ଆଜ୍ଞା, ଅଧା ଅଧା। ଆଉ ସ୍ତ୍ରୀର କିଛି ଯିବ ନା ନାଇଁ ସେ ସ୍ୱାମୀ ପାଖକୁ? ହରେ କୃଷ୍ଣ ପ୍ରଭୁ जी ମୁଁ ହଁ, ନାଇଁ ପ୍ରଭୁଜୀ, ଶାସ୍ତ୍ରରେ ଲେଖା ଅଛି ସ୍ତ୍ରୀର କୌଣସି ପୁଣ୍ୟଟା ପତି ପାଇପାରେ ନାହିଁ, ଏଇଟା ମୁଁ ଜାଣିଛି କନଫର୍ମ। କିନ୍ତୁ ସ୍ଵାମୀ ଯୋଉଟା କରିଥିବେ, ଯଦି ସ୍ଵାମୀ ଯଦି ପୁଣ୍ୟବନ୍ତ ଥିବେ, ତାହେଲେ ସେ ଯୋଉ ପୁଣ୍ୟ କରିଥିବେ, ଯଦି ସ୍ତ୍ରୀ ତାଙ୍କର ଆନୁଗତ୍ୟ ଥିବେ, ସେ ତାଙ୍କର କୃପା ପ୍ରାପ୍ତ ହେଇଯିବେ। କିନ୍ତୁ ଯେମିତି ପ୍ରଭୁଜୀ ଆପଣ କହିଲେ
ଯେ 50% ଯଦି ସିଏ ଅନୁଗତ୍ୟ ନଥିବେ ପାପ ପାଇବେନି ପୁଣ୍ୟ ପାଇବେନି ତାହେଲେ ପାପଟା କାହିଁ ପାଇବେ ଯଦି ଯଦି ଗୋଟେ ସ୍ୱାମୀ ବହୁତ ଆଜିକାଲି ତ ସ୍ୱାମୀ ମାନେ ବହୁତ ଦୁରାଚାରୀ ବି ରହୁଛନ୍ତି ମଦ ଖାଉଛନ୍ତି ମାଂସ ଖାଉଛନ୍ତି ତାହେଲେ ଯୋଉ ପାପ କାର୍ଯ୍ୟ ଗୁଡା କରୁଛନ୍ତି ସେ ସ୍ତ୍ରୀ ଯଦି ତାଙ୍କର ଅନୁଗତ୍ୟ ନଥିବେ କାହିଁ ତାଙ୍କ ପାପରେ ଭାଗି ହେବେ ନା ନା ଅନୁଗତ ଭାଗିବାକୁ ନଥିଲେ ପାଇବେନି ଅନୁଗତ ହଁ ନଥିଲେ ପାଇବେନି। କେବେ ତ ଗୋଟେ ସ୍ତ୍ରୀ ସନ୍ତୁଷ୍ଟ ହବନି ନା ସ୍ୱାମୀଟା ଯଦି ଭୁଲ କାର୍ଯ୍ୟ କରୁଥିବ ଯଦି ଆଜ୍ଞା ଆଜ୍ଞା ଅନୁଗତ୍ୟ ହବନି ତାହେଲେ ପାପରେ କାହିଁ ଭାଗିବ ବସି ହୁଁ ପୁଣ୍ୟବନ୍ତ ସ୍ୱାମୀରେ ତ ନିଶ୍ଚୟ ସ୍ୱାମୀ ଅନୁଗତ୍ୟ ହବ ସ୍ତ୍ରୀ ଅନୁଗତ୍ୟ ଆଜ୍ଞା ହବ ତା ଆଜ୍ଞା ସହ ଆଜ୍ଞା ହଁ ଆଜ୍ଞା କିନ୍ତୁ ସେ ପ୍ରଭୁ ଯୋଉ ସ୍ତ୍ରୀ ଯଦି ପ୍ରେୟାର କରିବ ତାହେଲେ ତାର କିଛି ପରସେଣ୍ଟେଜ ପୁଣ୍ୟ ବି ଯିବ ମାନେ ସ୍ୱାମୀ ପାଖକୁ ନାଇଁ ସ୍ୱାମୀ ଯାଇପାରିବ। ପାଖକୁ ଯାଏନି ମୁଁ ବୋଲି ଜାଣିଥିଲି କିନ୍ତୁ ଯଦି ଭଗବାନ ସେ ଯାଏନି ପ୍ରାର୍ଥନା କିନ୍ତୁ କରେ ମୋ ଯଦି ସ୍ୱାମୀ କି ପ୍ରେୟାର ଭଲ କରିବ କରିଦିଅ ନିଶ୍ଚିନ୍ତ ସେ ପ୍ରେୟାର ପ୍ରଭାବ ପଡିବ ନିଶ୍ଚିନ୍ତ ମୁଁ ହରେ ବି ଅନୁଭବ କୃଷ୍ଣ ତାହେଲେ କରିଛି ପ୍ରଭୁ ଯିବ। ସେଟା ଆଜ୍ଞା ନିଶ୍ଚିନ୍ତ ଜଣେ ପୁରୁଷ ଯଦି ଭକ୍ତ ଥିବ ସ୍ତ୍ରୀ ଭକ୍ତ ନଥିବ ହୁଁ ତେବେ ସ୍ତ୍ରୀ ପୁରୁଷର ଭକ୍ତ ଯୋଉ ଭକ୍ତିର ବା ସୁକୃତିର 50% ସେ ଗ୍ରହଣ କରିବେ ଆଉ ପାପଟା କାହିଁ ଆଜ୍ଞା ଗ୍ରହଣ କରିନ ଯଦି ଯଦି ମୁଁ କହୁଛି ବା ଯଦି ଅନୁଗତ ଥିବେ ତାହେଲେ ପାଇବେ। ଅନୁଗତ୍ୟ ପ୍ରଭୁ ଥିଲେ ପାପ ନ ପାଇବା କଥା ନୁହେଁ ତାର ଭଲ କାମଟା ପାଇବ ପାପଟା କାହିଁ ପାଇବ। ପ୍ରଭୁଜୀ ଯେହେତୁ ସେ ଅର୍ଦ୍ଧାଙ୍ଗିନୀ ସବୁର ପାପ ପୁଣ୍ୟର ସବୁର ଅଧା ହବ କିନ୍ତୁ ଯୋଉ ସ୍ୱାମୀଟା ପାପ କରୁଛି ସେ ସ୍ତ୍ରୀଟା କେବେ ସନ୍ତୁଷ୍ଟ ହବ କି ସେ ତ ଅନୁଭୂତି ହେବନି ସେଠି ନା ମାନେ ଏମିତି ସ୍ତ୍ରୀ ସ୍ୱାମୀଙ୍କ ସବୁ ସେବା କରିବ କିନ୍ତୁ ତା ପ୍ରତି ଆସକ୍ତି ରହିବନି ତାର ଧୀରେ ଧୀରେ ଯୋଉ ସ୍ୱାମୀଟା ମଦ ଖାଇକି ସେ ବାଡିବ କୋଉ ସ୍ୱାମୀ ସ୍ତ୍ରୀ ତାକୁ ଭଲ ପାଇବ ତେଣୁ ନିଶ୍ଚୟ ତାର ଆସକ୍ତି ଟା କମିଯିବ ନା ସେଠି ତାର ପାପରେ ସେ ଭାଗି ହବନି କିନ୍ତୁ ଆନୁଗତ୍ୟ ହେଇଥିଲେ ତା ପ୍ରତି ସ୍ୱାମୀଙ୍କ ପ୍ରତି ଯେମିତି ଦେବତୀଙ୍କର ପୁରା ନିର୍ମଳ ପ୍ରେମ ଭାବ ଥିଲା ସେମିତି ଥିଲେ ସେ କୃପାଟା ସେ ପାଇପାରିବ। ସ୍ୱାମୀ ଯଦି ମଦ ପିଇ ନନଭେଜ ଖାଇଲା ତାହେଲେ ତାର ପାପର ଭାଗ ସ୍ତ୍ରୀ ପାଖକୁ କାହିଁ ଯିବ। ଆସିବନି ଆନୁଗତ୍ୟ ହେଇପାରିବ ନା ସ୍ତ୍ରୀ ଟା କେବେ ହେଲେ ସେ ଆନୁଗତ୍ୟ ୱାର୍ଡ ଟା ସେଇଥିପାଇଁ ଲାଗିଛି ନା ଯଦି ଆନୁଗତ୍ୟ ସ୍ତ୍ରୀ ଆଜ୍ଞା ମାନେ ସିଏ ରେସପେକ୍ଟ ଦବ ସେ ତ ନିଶ୍ଚୟ ସିଏ ଯାହା ହଜବେଣ୍ଡ କୁ ରେସପେକ୍ଟ ଦଉଥିବ କାହିଁକିନା ସେ ଭଲ ସ୍ତ୍ରୀ ଯଦି ହେଇଥିବ ସେ ରେସପେକ୍ଟ ଦବ ତେଣୁ ପ୍ରଭୁଜୀ ରେସପେକ୍ଟ ଦବ ଯେ ମନ ଭିତରେ ଶାନ୍ତି ଥିବ କି ତାର ସ୍ୱାମୀ ପ୍ରତି ଯିଏ ମଦ ଖାଇବ ମାଂସ ଖାଉଥିବ ତ ଗାଳି ମନ୍ଦ କରୁଥିବ ତାର ଖାଲି ଗୋଟେ ଡରରେ ଫର୍ମାଲିଟି ମେଣ୍ଟେନ କରିବାକୁ ତାକୁ ଡରିକି ସେ ଘର ସଂସାର ପାଇଁ କରୁଥିବ ନା ତା ମନରେ କିଛି କିଛି ସ୍ୱାମୀ ପ୍ରତି ଆନୁଗତ୍ୟ କେବେ ବି ରହିବନି ଆସକ୍ତି ପ୍ରେମ ଏଇଟା ରହିବନି ଉପର ଦେଖାଣିଆ କରିବ ସେ ସ୍ନେହଟା କୁଆଡେ ଆସିଛି ମାଡ ଗାଳି ଖାଉଥିବ ପାପରେ କାହିଁ ପାଇବନି ପାପରେ ଭାଗ୍ୟ ସେଇଠି ଆନୁଗତ୍ୟ ରହିଲାନି ନା ସେ ପାପରେ କେମିତି ଭାଗ୍ୟ ହବ ଆନୁଗତ୍ୟ ଯେହେତୁ ରହିଲାନି ଯଦି ଆନୁଗତ୍ୟ ରହିଲା ସେ ସ୍ୱାମୀ ଟା ଯେତେ ଭୁଲ କାମ କରୁ ସ୍ୱାମୀ ଯଦି ଅନ୍ଧ ଭାବରେ ସ୍ତ୍ରୀଟା ତାକୁ ଭଲ ପାଇଲା ସେଇଠି ସେ ପାପ ଭାଗ୍ୟ ହବ ଭକ୍ତ ଥିବ ସ୍ତ୍ରୀ ତାକୁ ଅନୁଗତ ନଥିବ ତାର ଅନୁଗତରେ ଆସୁନଥିବ ତାହେଲେ ତାର ସ୍ୱୀକୃତି କେମିତି ସେ ନବ ଯଦି ପୁରୁଷ ଜଣେ ସୁକୃତବାନ ପୁରୁଷ ସ୍ତ୍ରୀଟା ହଁ ଜଣେ ଅଲଗା ପ୍ରକାର ଆଚରଣ ତାର ବିପରୀତ ଆଚରଣ କରୁଥିବ ତାହେଲେ ଏଇ ସୁକୃତରୁ ସେ କିଭଳି ପାଇବ ତାହେଲେ ପାଇବନି ସୁକୃତ ନା ପାଇବ ଆନୁଗତ୍ୟ ନଥିଲେ ପୁଣ୍ୟ ବି ପାଇବନି ପ୍ରଭୁ କହିଲେ ନା ଆନୁଗତ୍ୟ ଯୋଉଠି ନଥିବ ସେଠି ପାଇବନି ଯଦି ଗୋଟେ ସ୍ତ୍ରୀଟେ ଖରାପ ପ୍ରକୃତିର ଥିବ ସ୍ୱାମୀ କିନ୍ତୁ ବହୁତ ପତିବ୍ରତ ବହୁତ ଧାର୍ମିକ ଥିବେ ସ୍ତ୍ରୀ ଯଦି ଆନୁଗତ୍ୟ ନହେଲା ପାଇବ କୁଆଡେ ସେ ସେଠି ବି ପାଇବନି ଜଣେ ଭକ୍ତ ହେଇଗଲା ମାନେ ସେ ପାପ ପୁଣ୍ୟରୁ ଉର୍ଦ୍ଧ୍ୱକୁ ପଳେଇଲେ। ତେଣୁ ଆମକୁ ଭକ୍ତ ହବାକୁ ପଡିବ ନହେଲେ ଭକ୍ତ ନହେଲା ମାନେ ସେ ପାପ ପୁଣ୍ୟର ବିଚାର ଚାଲିଥିବ। ଆମେ ଭକ୍ତି ଧାରାକୁ ଆସିଛେ ଆମେ ସେ ପାପ ପୁଣ୍ୟ ବିଷୟରେ ଏତେ କାହିଁ ଆଲୋଚନା କରିବା ସେସବୁ ଭକ୍ତିର ବି 50% ଯିବ ପ୍ରଭୁ ନା ହଁ ପତ୍ନୀ ପାଖକୁ। ସବୁର 50% ତ ରହିଛି ତ ନାଇଁ ପ୍ରଭୁ ସେ 50% ଉଠେଇଦବା ଇଏ ସିଷ୍ଟମ ନୁହଁ ଆଚ୍ଛା ସେ 50% ଯୋଉ କୁହାଯାଉଛି ସେ 50% ଅର୍ଥ ନୁହଁ ଯେ ସ୍ୱାମୀଙ୍କର ଯୋଉ ପାଇଥାନ୍ତେ 100 ଟଙ୍କା 50 ଟଙ୍କା ଚାଲିଗଲା ଆଉ ସ୍ୱାମୀ 50 ଟଙ୍କା ପାଇଲେ ତା ନୁହଁ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହଉଛି ଏଇଟା ପୂର୍ଣ୍ଣ ସେ 100 ଗଲା 50% 100 ରୁ ଗଲେ 50 ମଧ୍ୟ ସେ ସେଇ ପୁଣି ସେଇ ପୂର୍ଣ୍ଣ ସେ ପ୍ରାପ୍ତ ହେବେ ସିଏ ଏବଂ 100% ସେ ରହିବ ତାର। 50% ନେଇଗଲେ ଯେ ସେ ଆଙ୍କ ପାଖରେ 50% ଚାଲିଗଲା ମାଇନସ ହେଇଗଲା ତା ନୁହଁ ସେଇଟା ମଧ୍ୟ ସେ ପୂର୍ଣ୍ଣ ଆଚ୍ଛା ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହଉଛି ଏଇଟା ହଁ ତାହେଲେ ଚଳିବ ତାହେଲେ ଠିକ ଅଛି। ତାହେଲେ ଆମେ ଆନ୍ଦୋଳନ କରିବୁ ଆଉ ପ୍ରଭୁଜୀ ଯୋଉ ଅପବର୍ଗ ବର୍ଗ ବିଷୟରେ ଆପଣ କହିଲେ ସେଇଟା କୋଉ ଅଧ୍ୟାୟରେ ଆମେ ଟିକେ ଭଲ କି ଜାଣିବୁ ସେଇଟା ଟିକେ ସେଇଟା ଆମେ ବୁଝିପାରୁନଥିଲୁ ସେଇଟା ଆପଣ ଆଜି କେତେ ସୁନ୍ଦର କହିଲେ ପ ଆମେ ବର୍ଗ ଯୋଉ ବୁଝିପାରିଲୁ ରହିଛି ପ ବର୍ଗ ଆଜ୍ଞା ଏଇଟା ଗ୍ରାମାର କଥା ଆପଣ କହୁଥିଲେ ପ୍ରବର୍ଗ ହଉଛି ଗ୍ରା- ଫେଣ ଆଉ ଗୋଟେ କଣ କହିଲେ ପରେ ହଉଛି ପରିଶ୍ରମ ପ ଫ ଭ ପରିଶ୍ରମ ହଁ ଭ ମ ହୁଁ ଏ କୋଉଠି ପଢିଲେ ଭଲ ଆମର କି ମୁଁ ଜାଣି ହବ ବ୍ୟାକରଣରେ ଏଇଟା ରହିଛି
କଣ କ ବର୍ଗ କ ଖ ଗ ଘ ଉଁ च ବର୍ଗ ଚ ଛ ଛ ଜ ଝ ନିୟ ଏଇଭଳି ଭାବରେ ଆଜ୍ଞା ବିଭିନ୍ନ ବର୍ଗ ସବୁ ରହିଛି। ଏ ଗ୍ରାମାର 5ଟା କଥା, ବର୍ଗ ଅଛି। ବ୍ୟାକରଣ କଥା। ଆଜ୍ଞା ସେଇଭଳି ଭାବରେ ପ ବର୍ଗରେ ରହୁଛି କଣ ନା ପ ଫ ବ ଭ ମ 5ଟି ଅକ୍ଷରକୁ ନେଇକରି ହୁଁ ପରେ ଏ ଭୌତିକ ଜଗତକୁ ପ ବର୍ଗ ବୋଲି କୁହାଯାଉଛି। ପରେ ସମସ୍ତେ ପରିଶ୍ରମ କରୁଛନ୍ତି। ଫରେ ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି। ବରେ ସବୁ କିଛି ବ୍ୟର୍ଥ ହେଇଯାଉଛି। ଭରେ ଭୟ, ମରେ ମୃତ୍ୟୁ। ଇଏ ହଉଛି ପ ବର୍ଗର କଥା। ଭୌତିକ ଜଗତକୁ ପ ବର୍ଗ ବୋଲି କୁହାଯାଉଛି। କିନ୍ତୁ ଓ ଭୌତିକ ଜଗତର ଉର୍ଦ୍ଧ୍ୱ ଯୋଉ ହଉଛି ହରେ କୃଷ୍ଣ, ଅପବର୍ଗ। ପ ହେଲା ପରିଶ୍ରମ ପ୍ରଭୁଜୀ, ହଁ ପରିଶ୍ରମ। ହଁ ଆଉ ଫ ହେଲା ଫେଣ। ହଁ ହୁଁ। ଆଉ ବ ବ୍ୟର୍ଥ ବ୍ୟର୍ଥ ଭୟ ମ ମୃତ୍ୟୁ। ଅଭ ଭୟ ଭବ ଆଉ ମ। ମୃତ୍ୟୁ। ହରି ହଁ ହଁ ପରେ ବି ବନ୍ଧନ ବି ହେଇପାରେ, ବନ୍ଧନ କାରେ ପଡିବ ସିଏ। ବରେ ବନ୍ଧନ ତ ପବର୍ଗ ମାନେ ତ ବନ୍ଧନ, ସବୁ ଯାକ ବନ୍ଧନ। କିନ୍ତୁ ବରେ ବିଶେଷ ଭାବରେ କୁହାଯାଏ ବ୍ୟର୍ଥ। ପରାଭବ ସ୍ଥାବତ ଅଭୂତ ଜାତ, ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇଟା ଋଷଭଦେବ କହୁଛନ୍ତି। ହଁ ସେ ଯାହା କଲେ ମଧ୍ୟ ସେ ପରାଭବ ବା ପରାଜୟ ସେମାନେ ପ୍ରାପ୍ତ ହେବେ। ଏଇଟା ପଞ୍ଚମ ଅଧ୍ୟାୟରେ କହିଛନ୍ତି ଆଉ ହରି ବୋଲ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ ଶ୍ଲୋକଟି ଅଛି, ଋଷଭଦେବ କହୁଛନ୍ତି। ହଁ ହରି ବୋଲ ତେଣୁ ଆଜ୍ଞା। ପ ଫ ବ ଭ ମ ରେ ଏଇଭଳି ଭାବରେ ପ ବର୍ଗ ବ୍ୟବସ୍ଥା କରାଯାଇଛି ବା ବୁଝେଇ ଦିଆଯାଇଛି। କିନ୍ତୁ ଜଣେ ଯେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହଉଛନ୍ତି ସେ ଆଉ ପ ବର୍ଗରେ ନାହାନ୍ତି, ଅପବର୍ଗ ରାସ୍ତାରେ ଯାଉଛନ୍ତି ସେମାନେ। ଆମେ କହିଥିଲେ ତୃତୀୟ ସ୍କନ୍ଧ 25 ଅଧ୍ୟାୟ 25 ଶ୍ଲୋକଟି ଭଗବାନ କପିଳ ଦେବ ଆମେ ଆଲୋଚନା କରିଥିଲେ ନା, ନା ଆର ହବ ଏଇଟା 25 ଅଧ୍ୟାୟର କଥା ଆସିବ। କପିଳ ଦେବ ଭଗବାନ କହିବେ ମାକୁ ହଁ କଣ ନା ଶତାଙ୍ଗ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭବତି ହୃତ୍କର୍ଣ୍ଣ ରସାୟନ କଥା ତଜ୍ଜୋଷଣାଦ୍ ଆସୁ ଅପବର୍ଗ ବର୍ତ୍ତମାନି ଶ୍ରଦ୍ଧା ରତି ଭକ୍ତି ଅନୁକମିଷତି। ଅପବର୍ଗରେ ଆମେ ଭଗବାନ କଥା ଶୁଣୁଛେ ମାନେ ବର୍ତ୍ତମାନ ଅପବର୍ଗରେ ଆମେ ନାହିଁ। ଶତାଙ୍ଗ ପ୍ରସଙ୍ଗାନ ମମ ବୀର୍ଯ୍ୟ, ଭଗବାନ କଥା ଚାଲିଛି ନା ଏଠି ଭକ୍ତମାନ ମେଳରେ ଭଗବାନ କଥା ଯେତେବେଳେ କୁହାଯାଉଛି ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରିବ ସିଏ। ଏବଂ ତଜ୍ଜୋଷଣାଦ୍ ଆସୁ ଅପବର୍ଗ ବର୍ତ୍ତମାନି, ଏ କଥା ଶ୍ରବଣ ମାଧ୍ୟମରେ କଣ ହଉଛି ନା ଖୁବ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଚାଲିବେ। ଆସୁ ଅପବର୍ଗ ବର୍ତ୍ତମାନି, ଅପବର୍ଗ ରାସ୍ତାର କଣ ଯାଉଛି କେମିତି ଜାଣିବେ ସେମାନେ ନା ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷତି, ଗୋଟେ ପରେ ଗୋଟେ ଆସିବ। ଶ୍ରଦ୍ଧାକୁ କୁହାଯାଉଛି ଆଚାର୍ଯ୍ୟ ମାନେ କହୁଛନ୍ତି ଏଟା ହଉଛି ଆସକ୍ତି ସ୍ତର। ଆମେ ଭକ୍ତିରେ ଯୋଉ ଅଗ୍ରସର ହଉଛେ, ଭକ୍ତିର ବିଭିନ୍ନ ସ୍ତର ରହିଛି। ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି। ନିଷ୍ଠା ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ଭଜନ କ୍ରିୟା ଅଥ ଅନର୍ଥ ନିବୃତ୍ତି ତଥା ନିଷ୍ଠା। ଅନର୍ଥ ନିବୃତ୍ତି ଯେତେବେଳେ ହବ ସେତେବେଳେ ନିଷ୍ଠା ସ୍ତରକୁ ଆସିବେ ସେମାନେ। ଏଇ ଯୋଉ ହଁ। 9ଟି ସିଢି ଭକ୍ତିର ଯୋଉ 9ଟି ସିଢି କହିଲେ ପ୍ରଭୁଜୀ, ଏଇଟା ହଁ। ଭକ୍ତିର ଏଇଟା ହଉଛି ଅପବର୍ଗ ନା କଣ? ଭକ୍ତି ମାନେ ତ ଅପବର୍ଗ, ଆଉ ଭକ୍ତି ମାନେ ଅପବର୍ଗ। ଭକ୍ତି ରାସ୍ତାରେ ହଉଛି ମାନେ ଆମେ କଥା ଶୁଣୁଛେ ମାନେ ଭକ୍ତି, ବର୍ତ୍ତମାନ ଅପବର୍ଗ ରାସ୍ତାରେ ଚାଲିଛେ ଆମେ। ହଁ, ଶ୍ରଦ୍ଧାକୁ କୁହାଯାଉଛି ଆସକ୍ତି ସ୍ତରର କଥା ବୋଲି କୁହାଯାଉଛି। ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି। ଆଜ୍ଞା ଆଜ୍ଞା। ଆସକ୍ତି ଆସକ୍ତି ସ୍ତରକୁ ଜଣେ ଆସିବ, ତାପରେ ହଉଛି କଣ ଭାବ। ଭାବ ହଉଛି ନିଷ୍ଠା ଶ୍ରଦ୍ଧା ରତି, ରତି କହିଲେ ଭାବ। ପ୍ରେମର ପୂର୍ବ ସ୍ତର ହଉଛି ଭାବ। ତାପରେ ଭକ୍ତି ଅନୁକ୍ରମିତ, ଭକ୍ତି ହଉଛି ପ୍ରେମ। ପ୍ରେମ ପ୍ରାପ୍ତ ହେବେ ସେମାନେ। ଏ ହଉଛି ସବୁ ଅପବର୍ଗ ରାସ୍ତାର କଥା। ଆମେ ପବର୍ଗ ରାସ୍ତାରେ ରହିଛେ, ଆମେ ଭକ୍ତି ଗ୍ରହଣ ଭକ୍ତି ଆଚରଣ କରୁଛେ ମାନେ ଅପବର୍ଗ ରାସ୍ତାରେ ବର୍ତ୍ତମାନ ଚାଲିଛେ। ଭଗବାନ କଥା ଶୁଣୁଛେ ମାନେ ଅପବର୍ଗ ରାସ୍ତାରେ ଆମେ ଚାଲିଛେ ବର୍ତ୍ତମାନ। ପ୍ରଭୁଜୀ ଅପବର୍ଗର ସାମ୍ବିଧାନିକ ଇଏ ଅର୍ଥଟି କଣ? ଅପବର୍ଗ ଶବ୍ଦଟି ସରଳ ଅପ ହୋଇଥାଏ। ଯୋଉଠି ପ ନାହିଁ କି ଫ ନାହିଁ କି ବ ନାହିଁ କି ଭ ନାହିଁ କି ମ ନାହିଁ, ଆଜ୍ଞା ଆଜ୍ଞା ଅପବର୍ଗ। ଆଜ୍ଞା। ପରିଶ୍ରମ ନାହିଁ କି ଫେଣ ନାହିଁ କି ବ୍ୟର୍ଥତା ନାହିଁ କି ଭୟ ନାହିଁ କି ମୃତ୍ୟୁ ନାହିଁ। ଇଏ ହଉଛି ଅପବର୍ଗ ରାସ୍ତା। ତେଣୁ ଏଇଭଳି ଭାବରେ 12ରୁ 48 ବର୍ଣ୍ଣନା କରାଯାଉଛି କିଭଳି ଭାବରେ କର୍ଦମୁନି ତାଙ୍କର ଯୋଗକୁ ଦେଖଉଥିଲେ, ଯୋଗ ପ୍ରଭାବକୁ ଦେଖଉଥିଲେ। ଗୋଟେ ଏଭଳି ଭାବରେ ବିମାନ ତିଆରି କଲେ, ବିରାଟ ବିମାନ, ଗୋଟେ ସହର ଭଳି ଆମ ଭୁବନେଶ୍ୱର ଏଇଭଳିଆ ସହର। ଏବଂ ସିଏ କହିଲେ ଦେବତୀଙ୍କୁ, ଦେବତୀ ପ୍ରାର୍ଥନା କଲେ ମୋର ଗୋଟେ ପୁତ୍ର ସନ୍ତାନ ଦରକାର, ଏସବୁ କହିବାରୁ ବର୍ତ୍ତମାନ କର୍ଦମ ଏଇ କଥା କହୁଛନ୍ତି ଯେ ତମେ
ଏଇ ଯୋଉ ଲେକ୍ ରହିଛି ବା ବିନ୍ଦୁ ସରୋବର ରହିଛି ଏଥିରେ ତମେ ସ୍ନାନ କର। ଏବଂ ଯେତେବେଳେ ସେ ପ୍ରବେଶ କଲେ, ସେ ବିନ୍ଦୁ ସରୋବରରେ ପ୍ରବେଶ କଲେ, ସେତେବେଳେ ତାଙ୍କ ଶରୀର ବଦଳିଗଲା। ସାଙ୍ଗେ ସାଙ୍ଗେ ସେଇ ଭିତରୁ 10 ଶତ କନ୍ୟାକା 1000 ବହୁତ ଯୁବତୀ, ଯୁବତୀ ବିଦ୍ୟାଧରୀ ଯୁବତୀ ମାନେ ସେଥିରୁ ବାହାରିଲେ, ତା ଭିତରୁ ବାହାରିଲେ ଏବଂ ସେମାନେ ସବୁ ଆଙ୍କର ଦେବବତୀଙ୍କର ସେବା କରିବାରେ ଲାଗିଲେ। ଏବଂ ଏଇଭଳି ଭାବରେ ତାଙ୍କର ଯୋଉ ପୂର୍ବ ସ୍ଥିତି ଥିଲା, ପୂର୍ବ ସୌନ୍ଦର୍ଯ୍ୟ ଥିଲା, ଯାହାକୁ ଦେଖିକି ବିଷାବସୁ ଗଳି ପଡ଼ିଥିଲେ, ସେ ସୌନ୍ଦର୍ଯ୍ୟ ସେ ପ୍ରାପ୍ତ ହେଲେ। ଏବଂ କର୍ଦ୍ଦମୁନି ତାଙ୍କ ସହିତ ମିଳିତ ହେଇକରି ବିଭିନ୍ନ ସ୍ଥାନକୁ ଭ୍ରମଣ କଲେ। ବିଭିନ୍ନ ପ୍ରକାର ସବୁ ରହିଛି କଣ ବିଶ୍ରମ୍ଭକ ଇତ୍ୟାଦି ବିଭିନ୍ନ ପ୍ରକାର ନନ୍ଦନକାନନ ଇତ୍ୟାଦି ଯୋଉ ରହିଛି, ବିଭିନ୍ନ ପ୍ରକାର ଉଦ୍ୟାନ ସବୁ ରହିଛି, ବହୁତ ସୁନ୍ଦର ସ୍ଥାନ ସବୁ। ମେରୁ ପ୍ରଦେଶରେ ମେରୁ ମେରୁ ପର୍ବତ ହଉଛି ଆମର ଯୋଉ ରହିଛି ତାର 1,00,000 ଯୋଜନ। ମେରୁ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏ ସୁନାର ପର୍ବତ ସୁମେରୁ। ସୁମେରୁ ଭଗବତ ଗୀତାରେ ଭଗବାନ କହିଲେ କଣ ମେରୁ ଶିଖରିଣାମ ହମ୍। ମେରୁ ପର୍ବତ ହଉଛି ଉଚ୍ଚ ସ୍ଥାନ, ଉଚ୍ଚ ପର୍ବତ ମାନଙ୍କ ଭିତରେ ଶ୍ରେଷ୍ଠ ମେରୁ ପର୍ବତ। ଇଏ ଗୋଟେ ଭଗବାନ ବିଭୂତି। ସୁବର୍ଣ୍ଣ ପର୍ବତ, ସୁନାର ସବୁ ତିଆରି ସେଇଟା। ଏଇଠି ଦେବତା ମାନଙ୍କ ସବୁ ଆଲୋଚନା ଚାଲେ। ଯଦି ଭୂମିଦେବୀ ଯାଇଥିଲେ ଭଗବାନ ପାଖକୁ, ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ସେଇ ସମୟରେ ଏଇ ସୁମେରୁ ପର୍ବତ ଉପରେ ଥିଲେ। ଏଇ ସୁମେରୁ ପର୍ବତ ରହୁଛି ଆମର ଏଇ ଯୋଉ ରହିଛି ଆମେ ଜମ୍ବୁ ଦ୍ୱୀପରେ ମଝିରେ ଯୋଉ ରହିଛି ବର୍ଷଟି ରହିଛି, ଇଲାବୃତ ବର୍ଷ, ଏଇଠି ରହିଛି ସେ ସୁମେରୁ ପର୍ବତ। 1,00,000 ଯୋଜନ, 25,000 ଯୋଜନ ତଳେ ରହିଛି ଏବଂ 75,000 ଯୋଜନ ଉପରେ ରହିଛି। ଏଭଳି ସବୁ ସୁମେରୁ ପର୍ବତ ରହିଛି। ଏ ଗୋଟେ ଭଗବାନ ବିଭୂତି। ତେଣୁ ଏଇ ଯୋଉ ମେରୁ ଚାରି ଉପରେ ସବୁ ବହୁତ ଉଦ୍ୟାନ ସବୁ ରହିଛି, ବହୁତ ସୁନ୍ଦର ସୁନ୍ଦର ସବୁ ସ୍ଥାନ ସବୁ ରହିଛି। ବିଭିନ୍ନ ଉନ୍ନତ ଲୋକମାନେ ଯୋଉ ସବୁ ଉନ୍ନତ ସ୍ଥାନ ସବୁ ରହିଛି, ଦେବତା ମାନେ ଯୋଉଟାକୁ ଯାଆନ୍ତି ବୁଲିବା ପାଇଁ, ସେଇଠି ସବୁ ଯାଇଥିଲେ। ଚାଲିବ ବୁଲିବା ଚାଲିବ ଗୋଟିଏ ବର୍ଷ କାଳ ସବୁ ବୁଲିଲେ, ସବୁ ବିଭିନ୍ନ ପ୍ରକାର ଭ୍ୟାଲିଜ ଅଫ ମାଉଣ୍ଟ ମେରୁ ଆଣ୍ଡ ଅଦର ସେଲେଷ୍ଟିଆଲ ଗାର୍ଡେନ୍ସ ଯୋଉ ରହିଛି, ବିଭିନ୍ନ ପ୍ରକାର ଉନ୍ନତ ଲୋକମାନଙ୍କର ବହୁତ ସୁନ୍ଦର ସୁନ୍ଦର ଉଦ୍ୟାନ ସବୁ ରହିଛି, ସେ ସବୁକୁ ପରିଭ୍ରମଣ କରୁଥିଲେ ତାଙ୍କ ପତ୍ନୀଙ୍କ ସହିତ। ଏବଂ 1,000 ବିଦ୍ୟାଧରୀ ଯୁବତୀ ମାନଙ୍କ ସହିତ କର୍ଦ୍ଦମୁନି ଏଇଭଳିଆ ଭ୍ରମଣ କରୁଥିଲେ। ଯୋଉଠି ସମସ୍ତେ ଯାଇପାରିବେ ନାହିଁ ସେଇଠିକି ଯାଇଥିଲେ। ଏଇ ଯୋଗର ପ୍ରଭାବ ପ୍ରାପ୍ତ ହେଇଥିଲେ। 12ରୁ 48, 36 ଶ୍ଲୋକରେ ସେ ବର୍ଣ୍ଣନା କରାଯିବ। ତେଣୁ 42 ନମ୍ବର ଶ୍ଲୋକଟି ଆମେ ପାଠ କରିବା। किं दुरापादनं तेषां भूषां उद्दामचेतसां जैराश्रितस्तीर्थ पादश्चरण व्यसनात्ययः। ତେଣୁ ଇଏ ଯୋଉ ଏଭଳି ଭାବରେ ସବୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲେ, ସେଇ ବିଷୟରେ ମୈତ୍ର ମୁନି ବିଦୁରଙ୍କୁ କହୁଛନ୍ତି। ଯେଇ ତୀର୍ଥପଦ ବ୍ୟସନାନ୍ତ୍ୟ ଚରଣ ଆଶ୍ରିତ୍ୟ, ଯୋଉ ଭଗବାନଙ୍କର ସବୁ ଯୋଉ ପାଦ ପଦ୍ମରେ ଯୋଉମାନେ ତୀର୍ଥପଦ ବୋଲି କୁହାଯାଉଛି, ବ୍ୟସନାତ୍ୟ କହିଲେ ବିଭିନ୍ନ ପ୍ରକାର ଯୋଉ ଦୁଃଖ କଷ୍ଟ ସବୁ ରହିଛି, ବିଭିନ୍ନ ପ୍ରକାର ତାପ ରହିଛି, ସେ ତାପକୁ ଦୂର କରିଦେବ। ଭଗବାନ ପାଦ ପଦ୍ମରେ ଶକ୍ତି ରହିଛି। ଚରଣ ଆଶ୍ରିତ, ସେଇ ଭଗବାନ ପାଦ ପଦ୍ମରେ ଯୋଉମାନେ ଆଶ୍ରୟ ନେଇଛନ୍ତି, ତେଷାମ ଉଦ୍ଦାମ ଚେତସାମ କିଂ ଦୁରାପାଦନମ୍। ତେଣୁ ଏଇଭଳି ଭାବରେ ଯୋଉମାନେ ଉଦ୍ଦାମ ଚେତସାମ କହିଲେ ଧୀର ପୁରୁଷ, ଭଗବାନ ଶରଣରେ ଆଶ୍ରୟ ନେଲେ ଜଣେ ଧୀର ବ୍ୟକ୍ତି ହେବେ। ନହେଲେ ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି। ଅଧୀର କହିଲେ କଣ? ଅଧୀର ଆଉ ଧୀର ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି। ଅଧୀର କିଏ? ଅସ୍ଥିର ଅଧୀର ମାନେ ହଁ, ମନ ଅସ୍ଥିର, ଯାହାର ଯିଏ ଭଗବାନଙ୍କୁ ବିଶ୍ୱାସ କରନ୍ତିନି, ଅଧୀର ଅସ୍ଥିର ହଉଛନ୍ତି ବ୍ୟକ୍ତି। କିଏ? ଯୋଉମାନେ ଷଡ଼ ବେଗରେ ଅଧୀର ହେଇକି ରହିଛନ୍ତି। ବାଚ ବେଗମ ମନସା କ୍ରୋଧ ବେଗମ ଜିହ୍ବା ବେଗମ ଉଦର ଉପସ୍ଥ ବେଗମ।
ये बेग समस्त 6टी बेग रही कहबार बेग बाच बेगम मनर बेग चंचल मन मनसा बाच बेग मनसा क्रोध बेगम क्रोधर बेग रही जुहार बेग रही एवं उदर उपस्थ बेग रही जौन बेग ये 6टी बेगर समस्त अधीर अवस्था रही किंतु जो माने ये कंट्रोल कर रखिंट से धीर धीर स्तत्र न मुहति भगवद गीता आरंभ में कहले यहाँ समस्ते अधीर अवस्था रही किंतु धीर व्यक्ति जो माने से माने व्यस्त हुंती नहीं से अधीर हुंती नहीं से कंट्रोल कर एतान बेगान जो विषय तो धीर ये बेग को जो माने कंट्रोल करें से धीर व्यक्ति सर्वामपि पृथिव्यांश शिष्या सी होती जगत गुरु समस्त पृथ्वी से शिष्य ग्रहण करें जगत गुरु गुरुंकर संज्ञा हूँ यहाँ धीर व्यक्ति धीर हाँ से धीर अवस्था प्राप्त हवाटा एत सहज नुह हाँ किंतु भगवान कथा जो मैंने शुणुंट से धीर अवस्था प्राप्त हो जाती कितु सहज 10 स्कंद 33 अध्याय श्लोकटी अच्छा जो भगवान जो रही रास लीला वर्णना करा 5टी अध्याय रे परीक्षित महाराज प्रश्न पचारि कहीं भगवान एभली अधर्म आचरण कले हाँ से प्रसंग में सुखदेव गोस्वामी से प्रश्न उत्तर ये श्लोकटी कहते विक्रीडित व्रजवधुभि इदं च विष्णु श्रद्धान्वित अनुशृणुयात् अथवन्न यज्जः भक्तिं परां भगवतीं प्रतिलभ्य कामा रुद्रोगमासु अपहरणति अचिरेण धीर भगवान एक ब्रजवती मान सहित जो विशेष क्रीड़ा करते रास लीला करते रास क्रीड़ा करते एटा को जो माने परंपरा रे श्रवण करिवे बा कीर्तन करिवे सेमानकर कौन अवस्था हम कौन फल कौन प्राप्त हेबे ना परंपरा जो स कौन विक्रीडित ब्रजवधुभि इदं च विष्णु श्रद्धान्वित अनुशुणयात् अथ वर्णयेत् च भक्ति परां भगवती प्रतिलभ्य कामा श्रेष्ठ भक्ति से प्राप्त हेबे तांकर हृदय काम रोग दूर हो प्रतिलभ कामा भक्ति परां भगवती प्रतिलभ कामा आसु अपहरणति धीर से माने खूब शीघ्र धीर व्यक्ति परिणत हो काम रोग दूर हो भगवान कथा माध्यम आम धीर अवस्था प्राप्त हवा जो माने सन्यासी कहले जो माने गुरु कहले ये सब धीर से माने सब 6टी बेग को जो माने कंट्रोल करि पारंती से माने धीर व्यक्ति भगवद गीता भगवान कहले धीर तत्र न मुह्यति को श्लोक कहले देहिनस्मिन् यथा देहे कौमारं यौवनं जरा तथा देहांतर प्राप्ति धीर तत्र न मुह्यति ये भगवद गीतार प्रारंभिक ज्ञान होचे एटा आमे प्रकृत रे आमे देही आमे देह नुह ये देहर परिवर्तन होची आमर परिवर्तन हो नहीं तेणु यहीटा को जे जानती से माने मृत्यु समय मत विचलित हो धीर तत्र न मुह्यति ये हूँ धीर व्यक्ति तेणु आमर जीवन उद्दिष्ट होची मनुष्य जन्म उद्दिष्ट होची ये अधीर अवस्था धीर अवस्था को आसवा समस्त अधीर अवस्था रही धीर अवस्था केमी प्राप्त हवा ना भगवान को शरण गले तेणु ये जो रही अधीर अवस्था सब रही धीर पुरुष पई उद्दाम चेतस कहले धीर पुरुष उद्दाम चेतस पई उद्दम चेतसा किं दुरापादनम आई कौन प्राप्त हवा बाकी अच्छी सब किसी प्राप्त हो जाती दुरापादन आ कि बाकी ना ये भगवान प्राप्त हेले सब किसी प्राप्त हो आ कि रहा नहीं तो प्राप्त हाँपाई बाकी रहा नहीं तेणु आम यहाँ कहीं कहते ना कर्दमुनि जो ये भाव जोग शक्ति रही देखते बड़ कथा नुह भगवान जो मैंने प्राप्त होती किसी दरकार नहीं आम शुणा कपिल देव कहे माँ को जो मैंने भगवान भक्त भगवान प्रदान कले मत से ग्रहण करती ना भौतिक जगत जिते आनंद रही ताठू श्रेष्ठ आनंद हूँ मुक्ति मुक्तिर आनंद रही 5 प्रकार मुक्ति रही कौन कौन सालोक्य साष्टि सारूप्य सामुपेक प्लुत
दीयमान न गृणंती बिना मत सेवन जन। कपिल देव कहे माँ को भौतिक जगत श्रेष्ठ ऐश्वर्य हूँ ब्रह्मांकर। ब्रह्मांकर ऐश्वर्य विषय गोटे संक्षेप भगवान वर्णना कर ब्रह्मांकर ऐश्वर्य किभली भाव में अष्टम अध्याय श्लोकटी कहले। वो श्लोक ना जो मैंने कौन सहस्र युग पर्यंतम अहर्जत ब्रह्मण विदु। ब्रह्मांगर गोटे दिन परिमाण हूँ 1000 दिव्य युग। अच्छा जो मैंने कहते यही आम जाना ब्रह्मांकर ऐश्वर्य। तेणु ये जो सब ऐश्वर्य रही भौतिक जगत जिते ऐश्वर्य रही आठू आहरी उन्नत होची मुक्ति रे आनंद रही ताठू अधिक आनंद मुक्ति रही। पांच प्रकार मुक्ति रही गोटे सालोक्य भगवान जो लोक रही आम से लोक को जीवा सालोक्य। सारूप्य भगवान भली रूप आम प्राप्त हवा। सामीप्य भगवान को निकट में बास करवा। एवं साष्ठी कहले भगवान भली शक्ति आम प्राप्त हवा। एवं साजुज्य साजुज्य कहले आम जो कही कौन लीन हो शरीर लीन हो साजुज्य मुक्ति। एकत्वम एक से दीयमान न गुणंती एटा देले मध्य भगवान से नियंती नहीं बिना मत सेवन जाना। भगवान षष्ठी सेवा छड़ा से आउ किसी चाहती नहीं बिना मत षष्ठी सेवन जाना। षष्ठी कौन कहले प्रभु षष्ठी? भगवान बोली शक्ति। तेणु ये जो रही भाव में श्लोक कह कौन ना प्रभुपाद महाराज कहते फॉर ए पर्सन लाइक कर्दम मुनि देयर इज नो क्वेश्चन ऑफ बीइंग कंडीशनड। He was already a liberated soul and better than the demigods who are also conditioned. देवता मान से ऊर्धरे देवता मान कंडीशन भौतिक जगत त्रिगुण भितर बंधाई रही समस्ते। भगवद गीता 18 अध्याय भगवान कहे से कथा। भगवद गीता आम भगवद गीता जो शुणुचे द्वितीय अध्याय आरंभ कर भगवान जो ज्ञान दौरान अर्जुन को त्रिगुण विषय कहते। द्वितीय अध्याय भगवान कहे त्रैगुण्य विषय वेदा निस्त्रिगुण भवार्जुन। द्वितीय अध्याय आरंभ करी 18 अध्याय पर्यंत भगवान त्रिगुण विषय कहते। एवं चतुर्दश अध्याय भगवान विशेष भाव में गुणत्रय विषय कहले गुणत्रय विभाग योग 14 चैप्टर। एवं 18 अध्याय अंतिम कहले अर्जुन मुझे तुमको कौन कहि त्रिगुण विषय न तदस्ति पृथ्व्यां भा दिवी देवी सुभा पुनः सत्यं प्रकृति जय गुण जदि भी सै त्रिगुण एमती किसी स्थान ना देवलोक ठार आरंभ कर पाताल लोक पर्यंत समस्ते तीन गुण भितर बंधेकी रही। तेणु देवता मान गुण भितर रही किंतु कर्दमनि ऊर्धरे बेटर देन देम। Although he was enjoying with his wife and many other women, he was above material life, conditional life. ये गुण भीतर से नथिले महात्मा से महात्मा नस्तु वहां पार्थ दैवी प्रकृति में आश्रित। ये तेणु 44 ରୁ 48 ये 5ଟି ଶ୍ଳୋକ वर्णना कर कर्दम मुनि पत्नी पुत्र प्राप्ति निजक विस्तार कर सहित संग करते। एक्सपांडेड इन 9 पार्ट्स 9 भाग निजक विभक्त कर पत्नी सहित संग प्रदान करते। से एयरप्लेन से जो तैयारी करते विमान से एवं सी सांगे सांगे 9टी कन्या को सृष्टि कले 9टी कन्या देले आम से विषय आलोचना करा पर सब आसो कथा। हाँ ये 44 नंबर श्लोक पाठ करवा। हरे कृष्ण श्लोक नंबर 44 विभज्य नवधात्मानं मानवां सुरतो स्थूलम् रामं निरमयन् रेमि वर्षजोगान् मुहूर्तवत्। एभली भाव जो उपभोग करते से कहते नवधा आत्मान विभज्य योगी मान शक्ति रही से निज को विस्तार कर पारती। आउ जन योगी कथा आसो 10म स्कंद सी होती छाण से कथा सौभरी सौभर मुनि से निज को 50 भाग ये करते विस्तार करते 50 पत्नी ग्रहण करते ये सब 10म स्कंद आसो से कथा 17 अध्याय आसो कथा। तेणु नवधा आत्मान विभज्य तेणु कर्दम मुनि निजक 9 भाग विभक्त करते विस्तार करते
रथोत्सुकान् मानविं रामं वर्षपुगान् मुहूर्तवत् निरमयन् रेमे। ତେଣୁ ତାଙ୍କ ପତ୍ନୀଙ୍କ ସହିତ ଯିଏ ଚାହୁଁଥିଲେ ରତିସୁଖ ଚାହୁଁଥିଲେ ପୁତ୍ର ପ୍ରାପ୍ତ ପାଇଁ ମାନବୀ କହିଲେ ସେଇ ଦେବହୂତି ତାଙ୍କୁ ବର୍ଷ ପୁଗାନ୍ 1 ବର୍ଷ କାଳ ବର୍ଷ ପୁଗାନ୍ ବା ବହୁତ ବର୍ଷ କାଳ ବର୍ଷ ପୁଗାନ୍ କହିଲେ 1 ବର୍ଷ ନୁହଁ ବହୁତ ବର୍ଷ କାଳ ତାକୁ ତାଙ୍କ ସହିତ ଯୋଉ ରତିସୁଖ ଉପଭୋଗ କଲେ କିଭଳି ଭାବରେ ତାଙ୍କୁ ଲାଗିଲା ନା ମୁହୂର୍ତ୍ତବତ୍ ନିରମୟନ୍ ରେମେ ମୁହୂର୍ତ୍ତବତ୍ ଭୌତିକ ଜଗତରେ ହଉଛି ଏଇଟା ଯେ ଯୋଉ ବହୁତ ବର୍ଷ କାଳ ସେ ଯୋଉ ତାଙ୍କ ସହିତ ରାତି କରୁଥିଲେ କିନ୍ତୁ ତାଙ୍କୁ ଲାଗିଲା ମୁହୂର୍ତ୍ତ ଭଳି। ଏ ଭୌତିକ ସୁଖ ହଉଛି ଏଇଭଳି ଭାବରେ ଭୌତିକ ସୁଖ ହଉଛି ଏଇଭଳି ଭାବରେ ଭଗବଦ୍ଗୀତାରେ ଭଗବାନ କହିଲେ ନା ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନ ଏବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନ ତେଷୁ ରମତେ ବୁଦ୍ଧ। ସଂସ୍ପର୍ଶା ଭୋଗା এই ଯୋଉ ଆମର 5 ପ୍ରକାର 5ଟି ରହିଛି ଉପଭୋଗର ସାମଗ୍ରୀ ରହିଛି ତା ପାଇଁ 5ଟି ଜ୍ଞାନେନ୍ଦ୍ରିୟ ମଧ୍ୟ ପ୍ରାପ୍ତ ହେଇଛେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ସଂସ୍ପର୍ଶା ଭୋଗା ଇଏ ହଉଛି ଦୁଃଖର ଆରମ୍ଭ ହଉଛି ଦୁଃଖ ଜନ ବତେ ଏବଂ ଆଦ୍ୟ ଅନ୍ତବନ୍ତ କୌନ୍ତେୟ ଯୋଉ ସୁଖର ଆଦି ରହିଛି ସେ ସୁଖର ଅନ୍ତ ରହିଛି। ତେଣୁ ଯୋଉମାନେ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ନ ମତେ ବୁଦ୍ଧ। ଭୌତିକ ଜଗତର ସୁଖ ହଉଛି ଏଇଭଳି ଭାବେ ଯଦିଓ ଏତେ ବର୍ଷ କାଳ ସେ ସୁଖ ପ୍ରାପ୍ତ ହେଲେ ଅତି ସୁଖ ପ୍ରାପ୍ତ ହେଲେ କିନ୍ତୁ ତାଙ୍କୁ ଲାଗିଲା ମୁହୂର୍ତ୍ତବତ୍ 1 ମୁହୂର୍ତ୍ତ ଭଳି। ତେଣୁ ଏଇଭଳି ଭାବରେ 49-57 9ଟି ଶ୍ଲୋକରେ ଆମେ ଶୁଣିବା କର୍ଦମ ମୁନି ତାଙ୍କର କନ୍ୟା ଜାତ ହେଇଗଲେ ତେଣୁ ସେ ଯିବା ପାଇଁ ବାହାରିଲେ ଗୃହସ୍ଥ ଆଶ୍ରମ ତ୍ୟାଗ କରିକି ଯିବା ପାଇଁ ବାହାରିଲେ। When she saw her husband about to leave home, she smiled externally, but at heart she was agitated and distressed. ଯେତେବେଳେ ଦେଖିଲେ ତାଙ୍କର ପତ୍ନୀ ଦେଖିଲେ ସ୍ୱାମୀ ତାଙ୍କର ଯିବା ପାଇଁ ଚାହୁଁଛନ୍ତି ଗୃହସ୍ଥ ଆଶ୍ରମ ତ୍ୟାଗ କରିକିରି ତେଣୁ ସେ ତାଙ୍କୁ ଯଦିଓ କହିଲେ ତାଙ୍କ ସହିତ ଝଗଡ଼ା କଲେନି ବହୁତ ସୁନ୍ଦର ଭାବରେ ହସି ହସିକିରି କହୁଛନ୍ତି ଯଦିଓ ତାଙ୍କର ହୃଦୟ ଭିତରେ ବହୁତ ଯନ୍ତ୍ରଣା ରହିଛି କିନ୍ତୁ ତଥାପି ବହୁତ ଧୀର ଭାବରେ ଏକଥା କହିଲେ। 55 ଶ୍ଲୋକଟି ପାଠ କରିବା 55। संगोज सश्रुतेर्हेतुरसस्तु विहितो धिया स एष साधु सुकृत निसंगत्वाय कल्पते। ମନ ଦୁଃଖରେ ଏଇଟା କହୁଛନ୍ତି ଯେ କଣ ନା ସଂଗମ୍ जो ଅଧିଆ ଅଧିଆ କହିଲେ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି धी କହିଲେ ବୁଦ୍ଧି ଯୋଉମାନେ ବୁଦ୍ଧିହୀନ ବ୍ୟକ୍ତି ଅଧିଆ ଅସତ୍ସୁକୃତ ସଙ୍ଗୋ ଅସତ୍ ବ୍ୟକ୍ତି ମାନଙ୍କର ଯୋଉ ସଙ୍ଗ କରୁଛନ୍ତି ସଂସ୍କୃତି ହେତୁ ସଂସ୍କୃତି ଏ ଭୌତିକ ଜଗତ ସଂସ୍କୃତି ବୋଲି କୁହାଯାଉଛି ସଂସାର ସଂସାର ଏଇ ଜନ୍ମ ମୃତ୍ୟୁ ଚାଲିଛି ସଂସାର ସଂସ୍କୃତି ହେତୁ ଅସତ୍ ସଙ୍ଗରୁ ଏଇ ଭୌତିକ ଜଗତରେ ଆମେ ଘୁରି ବୁଲୁଛେ ଅସତ୍ ସଙ୍ଗରୁ ସଏବ ସାଧୁ ସୁକୃତ କିନ୍ତୁ ଏଇ ସଙ୍ଗ ଯଦି ଆମେ ସାଧୁ ମାନଙ୍କ ସହିତ କରିବା ନିସଙ୍ଗତ୍ୱାୟ କଳ୍ପତେ ସେ ଆମକୁ କଣ କରିଦବ ନା ଭୌତିକ ଜଗତ ଉଦ୍ଧାର କରିଦବ ନିସଙ୍ଗତ୍ୱାୟ କଳ୍ପତେ। ये अनासक्ति प्रदान कर निसंगत्वाय गले अनासक्ति आसक्ति असत व्यक्ति मान सहित कले आम भौतिक जगत घूरी बुलवा किंतु से आसक्ति को जदि साधु मान सहित जो प्रदान कर साधु मान सहित जो व्यवहार करवा साधु मान सहित युक्त हवा से आसक्ति द्वारा ताहले आमको अनासक्ति प्राप्त हवा अनासक्तिर कारण हो संगम जो संस्कृत हेतु बहुत सुंदर श्लोक रही तेणु Prabhupada Mahabharata कहते devotee expressed her gratefulness for although she wanted to associate with Kardama Muni only for sense gratification because he was spiritually great she was sure to be liberated by his benediction.
ଦେବହୂତି ଯଦିଓ ତାଙ୍କର ଏତେ ମହାନ ପତିଙ୍କ ସହିତ ସଙ୍ଗ କରିଥିଲେ, କିନ୍ତୁ ସେନ୍ସ ଗ୍ରାଟିଫିକେସନ ଇନ୍ଦ୍ରିୟ ତୃପ୍ତି ପାଇଁ କରିଥିଲେ। କିନ୍ତୁ କିନ୍ତୁ ଯେହେତୁ ତାଙ୍କର ସ୍ୱାମୀ ବହୁତ ଉନ୍ନତ ସ୍ଥିତିରେ ଥିଲେ, ତେଣୁ ସେ ଜାଣିଥିଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ମୁକ୍ତି ପ୍ରାପ୍ତ ହେବି, ଲିବରେଟେଡ୍ ବାଇ ବେନେଡିକ୍ସନ, ତାଙ୍କର ସ୍ୱାମୀଙ୍କର କୃପାରୁ। ହଁ, ତେଣୁ 56 ନମ୍ବର ଶ୍ଲୋକରେ କହୁଛନ୍ତି, ତାପରେ ଶ୍ଲୋକରେ ପାଠ କରନ୍ତୁ 56। ନେହଯତ କର୍ମାୟନ ବିରଗାୟ କଳପତେ न तीर्थ पद सेवाई जीवन अपि मृत ही सह। ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଏଇଟା। ନେହ ଯତ୍ କର୍ମ ଧର୍ମାୟ, ଏଇଟା କହୁଛନ୍ତି ଦେବହୂତି କହୁଛନ୍ତି ତାଙ୍କ ସ୍ୱାମୀଙ୍କୁ। ଇହ ଯତ୍ କର୍ମ ନ ତୁ ଧର୍ମାୟ, ଏ ଭୌତିକ ଜଗତରେ ସମସ୍ତେ କର୍ମ କରୁଛନ୍ତି, କିନ୍ତୁ ସେ କର୍ମର ଫଳ କଣ? କେତେବେଳେ ମଧ୍ୟ ଅଧର୍ମ ସବୁ ଯାଉ କରୁଛନ୍ତି, ସବୁ ଅଧର୍ମ ପ୍ରାପ୍ତ ହଉଛନ୍ତି। ଧାର୍ମିକ ବ୍ୟକ୍ତି କମ ଅଛନ୍ତି ବହୁତ, କିନ୍ତୁ ଯୋଉ କର୍ମର ଉଦ୍ଦେଶ୍ୟ ହଉଛି ଧର୍ମ ପ୍ରାପ୍ତ ହବା ତା ନୁହଁ। କର୍ମ ଉଦ୍ଦେଶ୍ୟରେ କର୍ମର କରିବା କଥା ଧର୍ମ ପାଇଁ। କର୍ମ ଯୋଉମାନେ କରୁଛନ୍ତି ଶାସ୍ତ୍ର ଅନୁସାରେ କର୍ମ କରିବା କଥା। 3 ପ୍ରକାର କର୍ମ ରହିଛି। ଭଗବତ ଗୀତାରେ ଭଗବାନ କହିଲେ କର୍ମ, ଅକର୍ମ, ବିକର୍ମ। ଏଠି ଜାଣିପାରୁନାହାନ୍ତି ଲୋକମାନେ, ବିକର୍ମ କରୁଛନ୍ତି, ଜାଣିପାରୁନାହାନ୍ତି। ନୂନଂ ପ୍ରମତେ କୁରୁତେ ବିକର୍ମ, ଭାଗବତ 5ମ ସ୍କନ୍ଧ 5ମ ଅଧ୍ୟାୟରେ ଋଷଭଦେବ କଥା କହୁଛନ୍ତି। ଲୋକ କାହିଁକି ବିକର୍ମ କରୁଛନ୍ତି? ନା ପ୍ରମତ୍ତ, ପାଗଳ ଅବସ୍ଥାରେ ରହିଛନ୍ତି, ସେଥିପାଇଁ ସେମାନେ ବିକର୍ମ କରୁଛନ୍ତି। ଅଧିକାଂଶ ଲୋକ ତ ଜାଣନ୍ତି ନାହିଁ ଏଇଟା ପାପ ବୋଲି, ଆଉ ଯୋଉମାନେ ଜାଣିକିରି ମଧ୍ୟ ସେଇଟା କରୁଛନ୍ତି, କାହିଁକି ନା ପ୍ରମତ୍ତ, ପାଗଳ। କିନ୍ତୁ କର୍ମର ଉଦ୍ଦେଶ୍ୟ ହଉଛି ଧର୍ମ ପ୍ରାପ୍ତ ହବା। ଇହ ଯତ୍ କର୍ମ ନ ତୁ ଧର୍ମାୟ, ଏବଂ ଧର୍ମର ଉଦ୍ଦେଶ୍ୟ ହଉଛି କଣ? ନ ବୈରାଗାୟ। ଏ ଧର୍ମର ଅନ୍ତିମ ଉଦ୍ଦେଶ୍ୟ ହଉଛି ବୈରାଗ୍ୟ ପ୍ରାପ୍ତ ହେବା, ଭୌତିକ ଜଗତରୁ ଉଦ୍ଧାର ପାଇବା, ଭୌତିକ ଜଗତ ପ୍ରତି ଆସକ୍ତିରୁ ମୁକ୍ତ ହେବା, ବୈରାଗ୍ୟ। ଆମ ମହାପ୍ରଭୁଙ୍କର ଜୀବନ ବିଷୟରେ କୁହାଯାଇଛି, ମହାପ୍ରଭୁଙ୍କ ଶିକ୍ଷା ହଉଛି କଣ? ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏଇଭଳି ଭାବରେ କହିଛନ୍ତି ମହାପ୍ରଭୁଙ୍କ ଶିକ୍ଷା। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷାର୍ଥମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପାମ୍ବୁଧିର୍ଜ ସ୍ତମଂ ପ୍ରପଦ୍ୟେ। 100ଟି ଶ୍ଲୋକ ରଖିଛନ୍ତି ମହାପ୍ରଭୁଙ୍କ ବିଷୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ଇଏ ହେଉଛନ୍ତି ଗୁରୁ ଦେବତା ମାନ ଗୁରୁ ବୃହସ୍ପତିଙ୍କର ଅବତାର, ଆସିଥିଲେ ମହାପ୍ରଭୁଙ୍କ ଲୀଳାରେ ସାମିଲ ହେଇଥିଲେ ବୃହସ୍ପତି। ତେଣୁ ସିଏ ମହାପ୍ରଭୁଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି। 100ଟି ଶ୍ଲୋକ ରହିଛି ବୈରାଗ୍ୟ ଶତକ, ତା ଦେହରେ ଏଇ ଶ୍ଲୋକଟି ରହିଛି। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ, ମହାପ୍ରଭୁଙ୍କ ଜୀବନ ହେଉଛି କଣ? ବୈରାଗ୍ୟ ବିଦ୍ୟା ପ୍ରଦାନ କରିଛନ୍ତି, ସେ ହେଉଛି ନିଜ ଭକ୍ତି। ଭକ୍ତି କଲା ମାନେ ଏଇଟା ଦୁଇଟି ପ୍ରାପ୍ତ ହେବେ। ଭକ୍ତି କଲା ମାନେ ଅହୈତୁକ ଭାବରେ 2ଟି ଜିନିଷ ପ୍ରାପ୍ତ ହେବେ। କଣ ସେଇଟା? ଭକ୍ତି କଲା ମାନେ ପ୍ରଭୁଜୀ ଗୁରୁଙ୍କ କୃପା, କୃଷ୍ଣଙ୍କ କୃପା, ସେଇଟା ଠିକ ଅଛି, କିନ୍ତୁ ଭକ୍ତି କଲା ମାନେ 2ଟି ଜିନିଷ ଆସିବ। କଣ ନା, ଗୋଟେ ହଉଛି ବୈରାଗ୍ୟ ଏବଂ ଜ୍ଞାନ। ଜ୍ଞାନ ବୈରାଗ୍ୟ। ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନତି ଆସୁ ବୈରାଗ୍ୟ ଜ୍ଞାନ ଚ ଯତ୍ ଅହୈତୁକମ୍। ଅହୈତୁକ ଭାବରେ 2ଟି ଜିନିଷ ଆସିବ ଭଗବାନ ଯଦି ଭକ୍ତି କରିବା। ପ୍ରଥମ ହଉଛି ବୈରାଗ୍ୟ, ଏବଂ ତାପରେ ହଉଛି ଜ୍ଞାନ, ଏବଂ ଅହୈତୁକ ଭାବରେ ଆସିବ। ଜଣେ ପାଠ ନ ପଢିଲେ ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହବ। ତେଣୁ ଭକ୍ତି ଦେବୀଙ୍କର 2ଟି ପୁତ୍ର ଇଏ, ଜ୍ଞାନ ଏବଂ ବୈରାଗ୍ୟ। ପଦ୍ମ ପୁରାଣରେ ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ଥରେ ବୁଲୁଥିଲା ବେଳେ ଦେଖିଲେ ବୃନ୍ଦାବନରେ ତରୁଣୀ କ୍ରନ୍ଦନ କରୁଛନ୍ତି, ଏବଂ ତାଙ୍କ ପାଖରେ 2 ଜଣ ବୃଦ୍ଧା ଶୟନ କରିଛନ୍ତି। ତେଣୁ ନାରଦ ମୁନି ତାଙ୍କୁ ପଚାରିଲେ, ଦେବୀ ଆପଣ କିଏ, କାହିଁକି କ୍ରନ୍ଦନ କରୁଛନ୍ତି? ଏ 2 ଜଣ ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି କିଏ? ନା, ମୁଁ ହଉଛି ଭକ୍ତି ଦେବୀ, ଆଉ ଏ 2 ଜଣ ହଉଛନ୍ତି ମୋର ପୁତ୍ର। ମା ହଉଛନ୍ତି ତରୁଣୀ, ପୁତ୍ର ହଉଛନ୍ତି ବୃଦ୍ଧ ହେଇଯାଇଛନ୍ତି। ଏଇସବୁ କଥା ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଭକ୍ତି ଦେବୀ ସିଏ। ତେଣୁ ଆମେ ଜଣେ ଭକ୍ତି କରୁଛୁ ମାନେ ଏଇ 2ଟି ଜିନିଷ ଆସିବ। ଜ୍ଞାନ ଏବଂ ବୈରାଗ୍ୟ ଆସୁନି ମାନେ ଆମେ ଭକ୍ତି କରୁନାହିଁ, ବୁଝିବାକୁ ପଡିବ। ଗଡ଼ବଡ଼ ରହିଛି ଭକ୍ତିରେ, ଜ୍ଞାନ ବୈରାଗ୍ୟ। ତେଣୁ ଧର୍ମ କରୁଛନ୍ତି ମାନେ ସେ ବୈରାଗ୍ୟକୁ ପ୍ରାପ୍ତ ହେବେ, ନ ବିରାଗାୟ। ଏବଂ ବୈରାଗ୍ୟ ପ୍ରାପ୍ତ ଅର୍ଥ ନୁହଁ
जे सब किछि छाड़ी के पड़े जिबा ना। वैराग्य अर्थ हଉଛି तीर्थ पद सेवाई, भक्तଙ୍କର सेवा नियुक्त हवा ये हଉଛି वैराग्य। तीर्थ पद महान व्यक्ति मान तीर्थ पद बोली କୁହାଯାଉଛି କାହିଁକି ନା ତା ପାଦ ପଦ୍ମରେ ସବୁ ତୀର୍ଥ ରହିଛନ୍ତି, ଜଙ୍ଗମ ତୀର୍ଥ। ଭାଗବତ ପ୍ରଥମ ସ୍କନ୍ଧ 10ମ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ଏ ଶ୍ଲୋକଟି କହିଥିଲେ, ସାଧୁ ମାନଙ୍କୁ ଜଙ୍ଗମ ତୀର୍ଥ ବୋଲି କୁହାଯାଉଛି। କଣ ସେ ଶ୍ଲୋକ? ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ରାଜସଭାରେ ବିଦୁର ମୁନି ଆସି ପହଞ୍ଚି ଗଲେ, ବିଦୁର 35 ବର୍ଷ କାଳ ତୀର୍ଥ ଭ୍ରମଣ କରିଥିଲେ। ଆମେ ପ୍ରଥମେ ଶୁଣିଥିଲେ ନା ତୃତୀୟ ସ୍କନ୍ଧ 4ଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦ। ସେ ପ୍ରଥମ ସ୍କନ୍ଧ 10ମ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ଏଇଭଳି ଭାବରେ ବିଦୁରଙ୍କୁ ସମ୍ବୋଧନ କରିଥିଲେ। କଣ ସେ ଶ୍ଲୋକ? ସେ କହୁଛନ୍ତି ଯେ ଭଗବଦ୍ବିଦା ଭାଗବତ ତୀର୍ଥଭୂତା ସ୍ୱୟଂ ବିଭୁ ତୀର୍ଥି କୁର୍ବନ୍ତି ତୀର୍ଥାନି ସ୍ୱାନ୍ତସ୍ତେନ ଗଦାବୃତା। ସାଧୁଙ୍କୁ ଜଙ୍ଗମ ତୀର୍ଥ ବୋଲି କୁହାଯାଏ। ଭଗବଦ୍ବିଦା ଭାଗବତ, ସେମାନେ ଭାଗବତ ଏଭଳି ଭାବରେ ତୀର୍ଥଭୂତା ସ୍ୱୟଂ, ସେମାନେ ହଉଛନ୍ତି ତୀର୍ଥି, ତୀର୍ଥ, ଜଙ୍ଗମ ତୀର୍ଥ। ତୀର୍ଥି କୁର୍ବନ୍ତି ତୀର୍ଥାନି, ତୀର୍ଥ ସେଇମାନେ ଭକ୍ତମାନେ ସାଧୁମାନେ ଏମାନେ ତୀର୍ଥ ତିଆରି କରନ୍ତି। ତାଙ୍କ ପାଦପଦ୍ମ ଯୋଉଠି ପଡେ ସେଟା ତୀର୍ଥରେ ପରିଣତ ହେଇଯାଏ। କାହିଁକି ନା ସ୍ୱାନ୍ତ ସ୍ତେନ ଗଦାବୃତା, ତାଙ୍କ ହୃଦୟ ଭିତରେ ଗଦାବୃତା ଭଗବାନ, ଯେ ଗଦା ଧାରଣ କରି ଭଗବାନ ସେ ରହିଛନ୍ତି, ସେଥିପାଇଁ ସେ ସ୍ଥାନଟି ତୀର୍ଥରେ ପରିଣତ ହେଇଯାଏ। ଆଜି ଇସ୍କନ ଭୁବନେଶ୍ୱର ଯୋଉ ରହିଛି ଗୋଟେ ତୀର୍ଥ ସ୍ଥାନ। ପ୍ରଭୁପାଦ ମହାରାଜ ଭଳି ସାଧୁ ବ୍ୟକ୍ତିଙ୍କର ପାଦ ସେଠି ସ୍ଥାପନ ହେଇଥିଲା। ଏଇଭଳି ଭାବରେ ଯୋଉ ସାଧୁମାନେ ଯୋଉଠି ଯାଆନ୍ତି ପାଦ ସ୍ଥାପନ କରନ୍ତି ସେଟା ତୀର୍ଥ। ତେଣୁ ଏ ଯୋଉ ବୈରାଗ୍ୟ କହିଲେ ସେ ସାଧୁ ମାନଙ୍କ ସେବାରେ ନିଯୁକ୍ତ ହେବା। ନା ତୀର୍ଥପଦ ସେବାଇ ସ ଜୀବନ ଅପି ମୃତ ହି, ଯିଏ ଥିଲେ ମଧ୍ୟ ସେ ମୃତ ବ୍ୟକ୍ତି ବୋଲି କୁହାଯିବ। ଜୀବନ ମୃତ, ଜୀବନ ଅପି ମୃତ ହି ସ, ଯିଏ ଥିଲେ ମଧ୍ୟ ସେ ମୃତ, ଆଜ ଗୁଡ୍ ଆଜ ଡେଡ୍। ଏକଥା ଭାଗବତମ ପ୍ରଥମ ଦ୍ୱିତୀୟ ସ୍କନ୍ଧ 3ୟ ଅଧ୍ୟାୟରେ ସୌନକ ଋଷି କହିଛନ୍ତି, ବହୁତ ଶ୍ଲୋକ ମାଧ୍ୟମରେ କହିଛନ୍ତି। ଏଇଟା ତାଙ୍କର ସବୁ କିଛି ଧିକ୍, ତାଙ୍କର ହାତ ହଉଛି ଶବର ହାତ। ଏଇସବୁ କଥା କୁହାଯାଏ ଦ୍ୱିତୀୟ ସ୍କନ୍ଧ 3ୟ ଅଧ୍ୟାୟରେ ସୌନକ ଋଷି ଏସବୁ ଶ୍ଲୋକ କହିଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କ ସ୍ୱାମୀକୁ କହୁଛନ୍ତି। ଏଇଟା ହଉଛି କୋଉ ନମ୍ବର ଶ୍ଲୋକ? 56 ନମ୍ବର ଶ୍ଲୋକ ଏଟା କୁହାଗଲା। ତାପରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଏଭ୍ରିୱାନ୍ ଇଜ ବାଇ ନେଚର ଇନକ୍ଲାଇନ୍ ଟୁ ସମ୍ ସର୍ଟ ଅଫ୍ ୱାର୍କ। ଭୌତିକ ଜଗତରେ ଆସ୍ୟ ମାନେ ଅବିଦ୍ୟା କର୍ମ ସଂଜ୍ଞାନାଂ ତୃତୀୟା ଶକ୍ତି ଉଚ୍ୟତେ। ବିଷ୍ଣୁ ପୁରାଣରେ ଏଟା ବର୍ଣ୍ଣନା କରାଯାଇଛି। ବିଷ୍ଣୁ ଶକ୍ତି ପରାପ୍ରୋକ୍ତା, ଭଗବାନଙ୍କର ବିଷ୍ଣୁଙ୍କର ଅନେକ ଶକ୍ତି ରହିଛି, ତାକୁ 3 ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହଉଛି ପରାପ୍ରୋକ୍ତ, ପରାଶକ୍ତି ଭଗବାନଙ୍କର ବିଷ୍ଣୁ ଶକ୍ତି ପରାପ୍ରୋକ୍ତା, ଏବଂ ଆଉ ଗୋଟେ ହଉଛି କ୍ଷେତ୍ରଜ୍ଞ ଶକ୍ତି। ଇଏ ମଧ୍ୟ ଭଗବାନଙ୍କର ଉନ୍ନତ ଶକ୍ତି, କ୍ଷେତ୍ରଜ୍ଞା ତଥା ପରା। ଆଉ ଗୋଟେ ଶକ୍ତି ଭଗବାନ ରହିଛି ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ଉଚ୍ୟତେ। ଏ ତୃତୀୟ ଶକ୍ତି ହଉଛି କଣ ନା ଅବିଦ୍ୟା। ଏ ଭୌତିକ ଜଗତ ଅବିଦ୍ୟାର ଜଗତ, କର୍ମ ସଂଜ୍ଞାନ, ସମସ୍ତେ ଏଠି କର୍ମ କରୁଛନ୍ତି। ଏ ଭଗବାନ ତୃତୀୟ ଶକ୍ତି, ଅବିଦ୍ୟା ଶକ୍ତି ଭଗବାନଙ୍କର। ତେଣୁ ଭୌତିକ ଜଗତରେ ଯୋଉମାନେ ଆସୁଛନ୍ତି ସେମାନେ କିଛି କର୍ମ କରୁଛନ୍ତି, some sort of work, and when that work leads one to religious life, ଏବଂ ଏଇଭଳି ଭାବରେ ଆମେ କର୍ମ କରିବା ଯାହା ଦ୍ୱାରା କି ଆମେ ଧର୍ମ ଭଳି ଜୀବନ, ଧର୍ମ ଭିତ୍ତିକ ଜୀବନ ଯାପନ କରିବା, ରିଲିଜିୟସ୍ ଲାଇଫ। ଏବଂ ସେଇ ଧର୍ମ ଭିତ୍ତିକ ଜୀବନ ଯାପନ କରିବା ମାଧ୍ୟମରେ ଲିଡ୍ସ ୱାନ୍ ଟୁ ରିନନ୍ସିଏସନ, ଆମେ ବୈରାଗ୍ୟ ପ୍ରାପ୍ତ ହବା। 10ମ ନମ୍ବର ଅପରାଧ କଣ? ନାମ ଅପରାଧ। 10ମ ନମ୍ବର କଣ ସେଇଟା ଅପରାଧ? ପବିତ୍ର ହରେ ସାଧୁ କୃଷ୍ଣ ସହକାରୀ ମହାମନ୍ତ୍ର ଉପରେ ପୂର୍ଣ୍ଣ ଭରସା ନ ରଖିବା, ୟା ପରେ ଅଗାଧ ମହିମା ଶୁଣିଲା ପରେ ମଧ୍ୟ ଭୌତିକ ଆସକ୍ତି ପୂର୍ବବତ ବଜାଇ ରଖିବା। ବୈରାଗ୍ୟ ଆସୁନାହିଁ। ବୈରାଗ୍ୟ କେମିତି ଆସିବ? କେମିତି ଆସକ୍ତି ମୁକ୍ତ ହବା? ଭଗବାନ ପ୍ରତି ଆସକ୍ତି ନ ଆସିଲେ, ଭଗବାନ ପ୍ରତି ଆସକ୍ତି ବୈରାଗ୍ୟ ଭଗବାନ ପ୍ରତି ଆସକ୍ତି ଆସିଲେ ଭୌତିକ ଜଗତର ଆସକ୍ତିରେ ଆମେ ଉପରୁ ଉର୍ଦ୍ଧ୍ୱ ଯାଇପାରିବା, ବୈରାଗ୍ୟ ପ୍ରାପ୍ତ ହେଇପାରିବା।
भगवान प्रति वैराग्य नहीं माने भगवान प्रति आसक्ति नहीं माने वैराग्य आसब नहीं। भगवद गीता द्वितीय अध्याय भगवान ए श्लोकटी कहते रसवर्जन रसप्रिय से परम दुष्टा निवर्तते। जदि गोटे उन्नततर स्वाद आम प्राप्त होना ताहले जिते आम रस को वर्जन कले आमर से रस प्रति आसक्ति आसक्ति ऊर्ध्व जापर ना वैराग्य प्राप्त हो पार ना। किंतु जदि भगवान प्रति आमर आसक्ति आसला ताहले निचतर जो रही आनंद रही से वैराग्य प्राप्त हवा ना आम वैराग्य प्राप्त हो पार ना। दशम नंबर अपराध आम चली सब भगवान प्रति आसक्ति नथिला माने ए भौतिक आसक्ति रहिबो। आसक्ति आम शुणा कर्दमुनि भगवान कपिल देव कहे 25 अध्याय सब ज्ञान देव प्रदान करेंगे। तेणु ये भाव रिनर्सिएशन एंड रिनर्सिएशन लीड्स वन टू डिवोशनल सर्विस। ये वैराग्य जन प्राप्त हो माने से भक्ति को प्राप्त है डिवोशनल सर्विस। वन अटेन्स द परफेक्शन पर ये हूँ कर्मर सिद्धि कर्मर पूर्णता। ये प्रकृत कर्म हो भाव कौशल कर्म कौशल भगवद गीतार 6ठ अध्याय कहले ना कर्म कौशल केमी कर्म कौशल शिखा पड़ो से तेणु 57 नंबर श्लोक पाठ करवा। साहं भगवतनूनं वञ्चिता मायया दृढं जत्वं विमुक्तिदं प्राप्य न मुमुक्षय बन्धनात्। तेणु ये अंतिम श्लोक सा अहम जत्वां विमुक्तिदं प्राप्य मुसई सा सा अहम मुसई जत्वां विमुक्तिदं आपण विमुक्ति प्रदान करि पारंते किंतु मु आपण को प्राप्य बंधनात् न मुमुखे मु बंधन चाहूली आपण सहित इंद्रिय सुख लिप्त होगा चाहूली मुक्ति मुक्ति प्राप्त होगा चाहू नी। नूनं भगवत माया अहम दृढ़ वंचिता निश्चिंत भाव में भगवान माया रे मु वंचित हो गली वंचित हो गली भगवान माया एभली रही प्रकृत में यहाँ कहते निज भाव भाव कौन निजको बहुत नीच मानक चिंता कर प्रकृति भगवान पुत्र ही आसवे यही भाव कहवर कर्दमुनि रे ना कर्दमुनि चाहूँ पड़े जावाई घर छाड़ी कर्दमुनि पर पुणी संग करी से पुत्र प्राप्त हे भगवान आसवे कपिल देव। तेणु मु बर्तमान बंधन रही बहुत भव बंधन रही यही भाव में कहवर कर्दमुनि रे कन्या मान विवाह देवे पुत्र जहाँ देवे सब पर सब 24 अध्याय वर्णना करा किभली भाव में भगवान जहाँ देवे पुत्र रूप एवं कर्दमुनि रिनंसिएशन नेबे वैराग्य ग्रहण करेंगे। तेणु ये गोटे प्रश्न रही है यहाँ रहा आम आंसर दबा ना यहाँ आपण मैंने चिंता करेंगे आर क्लास आलोचना। अच्छा आम कही आमको प्रसन्न हरिप्रभु मुझे कही आम 1-2 प्रोग्राम रही पुरी रे तेणु 1 तारिखटा कहीहब ना मुझे 2 रे जीवी बुर्ला को जीवी 3 तारिख डेरी हो क्लास दे पारि ना यदि आपण मैंने चाहिए ताले आसंता काली मु फ्री अच्छी दे पारि ना 4 रु आरंभ हो क्लास। तेणु मोर भगवान पुत्र रूप आसिले कहीं बाहर गले मैंने कौन सी गले घर विदा नहीं गले भगवान अनुसंधान गले भगवान घर रही 24 अध्याय आम सब शुणा कि प्रश्न रही ये प्रश्न मु उत्तर देवी ना बही पर आप आलोचना करेंगे। वसुदेव भगवान पुत्र रूप प्राप्त है वासुदेव को प्राप्त है घर छाड़ी गले कि नंद महाराज कृष्ण को प्राप्त होते घर छाड़ी गले कि ताल ये कहीं घर छाड़ी जीवे ये प्रश्नटा आम रहा आप चिंता करेंगे नेक्स्ट क्लास रे आलोचना करवा आम कह उत्तर कहीं कहगला भगवान पुत्र रूप आसिले कपिल देव किंतु ये कहीं वैराग्य नहीं कि घर छाड़ी पड़ेले बाहर को आगुरी कही ना
ଆଗରୁ କହିଥିଲେ ନିଶ୍ଚିତ ରୂପେ ମୁଁ ଘର ଛାଡିବି, କିନ୍ତୁ ହଁ ପୁତ୍ର ଆସିଲା ପରେ ସେ ନିଶ୍ଚିତ ଛାଡିବେ ବୋଲି ଆଗରୁ ପ୍ରତିଶ୍ରୁତି ଦେଇଥିଲେ। ହଁ। ଆଜ୍ଞା, ତେଣୁ ସେ ଯିବେ ନିଶ୍ଚିତ ଭାବେ। କାହିଁକି ଯଦି ଗଲେ, କାହିଁକି ଗଲେ ବାହାରକୁ ଗଲେ କାହିଁକି? ଜଣେ ଜଣେ ଯୋଉ ଗଲେ ଜଙ୍ଗଲକୁ ଗଲେ ବା ଅରଣ୍ୟକୁ ଗଲେ ଭଗବାନଙ୍କ ଅନ୍ୱେଷଣରେ, ହଁ କିନ୍ତୁ ଭଗବାନ ତାଙ୍କ ଘରେ ରହିଛନ୍ତି। ଆଉ କାହିଁକି ଗଲେ ସେ ଅନ୍ୱେଷଣ କରିବା ପାଇଁ? ଭଗବାନ ତ ତାଙ୍କ ଘରେ ରହିଛନ୍ତି। ଏଇଟା ଆମେ ଆଲୋଚନା କରିବା ପରେ। ତେଣୁ ଏଇଟା ଏଇଭଳି ଭାବରେ ଅଧ୍ୟାୟରେ ଆମର ଏଠି କଣ ରହିଛି କି ଟୀକା କିଛି ନା? ପ୍ରଭୁପାଦ ମହାରାଜ ତାଙ୍କ ପର୍ପଟରେ କହିଛନ୍ତି, an intelligent man should utilize good opportunities. The first opportunity is the human form of life, and the second opportunity is to take birth in a suitable family where there is cultivation of spiritual knowledge. This is rarely obtained. ଏଭଳି ଜନ୍ମ ମିଳିବା ବହୁତ କଷ୍ଟ। ଶ୍ରେଷ୍ଠ ସୁଯୋଗ ହଉଛି କଣ ନା ଗୋଟେ ହ୍ୟୁମାନ ଫର୍ମ ପ୍ରାପ୍ତ ହବା, ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହବା। ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହଉଛି। ତେଣୁ କେତେ ରେୟାର ଏଇଥିରୁ ଆମେ ଜାଣିପାରିବା। ଏବଂ ଦ୍ୱିତୀୟ ସୁଯୋଗ ହଉଛି କଣ ନା ଗୋଟେ ଉନ୍ନତ କୂଳରେ ଜାତ ହବା, ଯୋଉଠି ଏଇ ସ୍ପିରିଚୁଆଲ ନଲେଜ ଆଲୋଚନା ହଉଛି ବା ଜ୍ଞାନ ଭଗବାନ ବିଷୟରେ ଆଲୋଚନା ହଉଛି, କଥା ଚାଲିଛି, ଏସବୁ ଚାଲିଛି। ଏଇ କୂଳରେ ଜନ୍ମ ହବା। ଭଗବଦ ଗୀତା 6ଠ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନର ଉତ୍ତର ଭଗବାନ କଥା କହିବେ, ସୁଚିନାଙ୍ଗ ଶ୍ରୀମତାଙ୍ଗ ହେ ଯୋଗ ଭ୍ରଷ୍ଟ ଭିଜାଏ। ଅତି ବ୍ରାହ୍ମଣ ପରିବାରରେ ବା ଧନୀ ପରିବାରରେ ଯେଉଁମାନେ ଏଇ ଜନ୍ମରେ ଯୋଗ ଭ୍ରଷ୍ଟ ହେଇଯାଇଛନ୍ତି ସେମାନେ ତାଙ୍କୁ ସୁଯୋଗ ଦିଆଯିବ। ଉନ୍ନତ ଲୋକମାନଙ୍କର ବହୁତ ବର୍ଷ କାଳ ଉପଭୋଗ କଲା ପରେ ସେମାନେ ସେଇଭଳି ଫ୍ୟାମିଲିରେ ବା ସେଇଭଳି ସଂସାର କୂଳରେ ଜାତ ହୁଅନ୍ତି। The greatest opportunity is to have the association of saintly person. ଭାଗ୍ୟବାନ ଯିବ କିଏ ନା ଗୁରୁଙ୍କର ପ୍ରାପ୍ତ ହେବା, ଗୁରୁଙ୍କର ସଙ୍ଗ ପ୍ରାପ୍ତ ହେବା। saintly person. Devoti was conscious that she was born as the daughter of an emperor. ମହାନଙ୍କର କନ୍ୟା ସେ, ପୁତ୍ରୀ ମହାନବୀ। She was sufficiently educated and cultured, and at last she got Kardamuni, a saintly person and a great yogi, as her husband. ଆମେ ଶୁଣୁଥିଲେ, ଯେତେବେଳେ ଶୁଣୁଥିଲେ ଭଗବାନ କଥା ଶୁଣୁଥିଲେ ମନୁ ମହାରାଜ, ସ୍ୱୟଂ ମନୁ 71 ଯୁଗ ଯୁଗ କାଳ ଭଗବାନ କଥା ଶୁଣୁଥିଲେ। ସେଠି ମଧ୍ୟ ଏମାନେ ବସି ଶୁଣୁଥିଲେ ଭଗବାନ କଥା, ଭଗବାନ ବିଷୟ ଜାଣୁଥିଲେ ସେମାନେ। ଏବଂ ତାଙ୍କର ସ୍ୱାମୀ ହେଲେ ଭଗବାନ କର୍ଦମୁନି, ସେ ମଧ୍ୟ ବହୁତ ଉନ୍ନତ ସ୍ଥିତିର। Still, if she did not get liberation from the entanglement of material energy, then certainly she would be cheated by the insurmountable illusory energy. ଭାଗବତମ 21 ସ୍କନ୍ଧ 20 ଅଧ୍ୟାୟରେ ଗୋଟେ ଶ୍ଲୋକ ଅଛନ୍ତି, ଭଗବାନ କହୁଛନ୍ତି କାହାକୁ, ଉଦ୍ଧବ କହୁଛନ୍ତି, ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକିରି ଏଇ ଭବସାଗର ଉଦ୍ଧାର ହେଲେ ନାହିଁ ସେମାନେ ନିଜ ନିଜର ହତ୍ୟାକାରୀ। ନୃଦୟ ମାଧ୍ୟମ ସୁଲଭମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନଭସୋତ୍ତରିତମ ପୁମାନ ଭବାବ୍ଧି ନ ତରେତ ସ ଆତ୍ମା। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ କେତେ ଉନ୍ନତ ସ୍ଥିତିରେ ଆମେ ରହିଛେ। ନୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ, এইଭଳି ଭାବରେ ଅନେକ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ। କିନ୍ତୁ ଏଇ ଭଗବାନ ପ୍ରାପ୍ତ ହେବା ପାଇଁ ଏଇଟା ସୁଲଭ ଜନ୍ମ, ମନୁଷ୍ୟ ଜନ୍ମ। ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାର, ଏଇ ମନୁଷ୍ୟ ଜନ୍ମଟା ହଉଛି ଗୋଟେ ଶରୀରଟା କିଭଳି ଭାବରେ ଗୋଟେ ସୁନ୍ଦର ନୌକା, ଭବସାଗର ପାର ହେବା ପାଇଁ ଗୋଟେ ସୁନ୍ଦର ନୌକା। ତେଣୁ ଆମେ ଜଣେ ଗୁରୁଙ୍କୁ କର୍ଣ୍ଣଧାର ବିଷୟରେ ସ୍ଥାପନ କରିବା। ଏବଂ ମୟାନୁକୂଳେନ ନଭ, ଭଗବାନଙ୍କର ଯୋଉ କଥା ସବୁ ବାଣୀ ସବୁ ରହିଛି ସାଧୁ ଶାସ୍ତ୍ର ଗୁରୁ, ଏଇଟା ହଉଛି ଅନୁକୂଳ ପବନ। ଏସବୁ ସୁଯୋଗ ନ ନେଇକରି ଯେଉଁମାନେ ଏଇ ଭବସାଗର ପାର ହେଲେ ନାହିଁ ସେ ନିଜ ନିଜର ହତ୍ୟାକାରୀ। 11 ସ୍କନ୍ଧ 20 ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି, ଭଗବାନ କେତେ ଉଦ୍ଧବ କେତେ କହୁଛନ୍ତି। ପ୍ରଭୁଜୀ କେତେ କେତେ ଅଧ୍ୟାୟ? ମୁଁ କହିବି, ସେଟା କହିବି। 11 ସ୍କନ୍ଧ 20 ଅଧ୍ୟାୟରେ ମୁଁ କହିବିନି, ଶ୍ଲୋକ ନମ୍ବର କହିଦେବି। ଏଇଭଳି ଭାବରେ କହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏଠି ସେ କଥା କହୁଛନ୍ତି। Such devotees of the goddess Maya or Durga do not know that they are being cheated by that goddess. ଯେଉଁମାନେ ଦେବାଦେବୀ ମାନଙ୍କୁ ପୂଜା କରୁଛନ୍ତି ସେମାନେ ଜାଣିପାରୁନାହାନ୍ତି ତାଙ୍କ ପ୍ରକୃତ ଲକ୍ଷ୍ୟ କ'ଣ, ଜାଣିପାରୁନାହାନ୍ତି।
Material achievement is actually no achievement, because as soon as one is illusioned by the material gifts, he becomes more and more entangled, and there is no question of liberation. ଏତେ ଭୌତିକ ଧନ ପ୍ରାପ୍ତ ହେଲେ ମଧ୍ୟ ସେ ଭୌତିକ ଜଗତର ବନ୍ଧନ ବଢି ବଢିକା ଯିବ। ତେଣୁ ସିଏ ମୁକ୍ତ ହେବାର ସୁଯୋଗ ନାହିଁ, ଚାନ୍ସ ନାହିଁ ତାଙ୍କର। One should be intelligent enough to know how to utilize material assets for the purpose of spiritual realization. ଆମର ଯାହା ସବୁ ଧନ ସମ୍ପତ୍ତି ଅଛି ଏସବୁ ବ୍ୟବହାର କରି କେମିତି ଆମେ ଏଥିରୁ ମୁକ୍ତ ହେବା, ଭଗବାନ ପ୍ରାପ୍ତ ହେବା, ସ୍ପିରିଚୁଆଲ କିଛି ଭଗବତ ଅନୁଭୂତି ପ୍ରାପ୍ତ ହେବା, ସେଥିପାଇଁ ଚେଷ୍ଟା କରିବା କଥା। ଦ୍ୟାଟ୍ ଇଜ୍ କଲ୍ଡ କର୍ମଯୋଗ ଅର ଜ୍ଞାନ ଯୋଗ। ଏ କର୍ମଯୋଗ ଏବଂ ଜ୍ଞାନ ଯୋଗ। ତେଣୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ସ୍ୱକର୍ମଣା ତମଭ୍ୟର୍ଚ୍ଛ, ଭଗବତ ଗୀତା 18 ଅଧ୍ୟାୟରେ ଏଇଟା କୁହାଯାଇଛି। ଆମେ ଯେଉଁ କର୍ମ କରୁଛେ ସେ କର୍ମ ଦ୍ୱାରା ଭଗବାନଙ୍କର ଆରାଧନା କରିବା। ସିଦ୍ଧିଂ ବିନ୍ଦତି ମାନବ, ଏଦ୍ୱାରା ଜଣେ ସିଦ୍ଧି ପ୍ରାପ୍ତ ହେଇପାରିବ। One should try to worship the supreme personality of Godhead by one's assets. ଆମ ଯାହା ସବୁ ରହିଛି ଧନ ସମ୍ପତ୍ତି ଇତ୍ୟାଦି ରହିଛି, ଏଇ ମାଧ୍ୟମରେ ଭଗବାନ ସେବାରେ ନିଯୁକ୍ତ ହେବା। There are many forms of service to the Supreme Lord, and anyone can render service unto him according to the best of his ability. ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଇତ୍ୟାଦି ନବଧା ଭକ୍ତି ରହିଛି, 64 ପ୍ରକାର ଭକ୍ତି ରହିଛି। ତେଣୁ ଆମେ ଆମର ଯୋଗ୍ୟତା ଅନୁସାରେ ବା ଆମର କାପାସିଟି ଅନୁସାରେ ଭଗବାନ ସେବାରେ ନିଯୁକ୍ତ ହେବା। ତେଣୁ ଆମେ ପର ଶ୍ଲୋକ ଅଧ୍ୟାୟରେ ଶୁଣିବା କିଭଳି ଭାବରେ କର୍ଦ୍ଦମ ତାଙ୍କର ବିଦାୟ ନେଇକି ଯିବେ, ଗୃହ ତ୍ୟାଗ କରିବେ। ଆମେ ଏ ପ୍ରଶ୍ନଟି କରିଛେ, କାହିଁକି ସେ ବିଦାୟ ନେଲେ? ଭଗବାନ ତାଙ୍କ ଗୃହରେ ଅଛନ୍ତି, ସେ କାହିଁକି ବିଦାୟ ନେଲେ? ହରିହର ପ୍ରଭୁ କହିଲେ ଯେ କିନ୍ତୁ ଭଗବାନ ଅନ୍ୱେଷଣରେ ଯାଉଛନ୍ତି, ଘରକୁ ବିଦାୟ ନେଇ କାହିଁକି ଘର ଜଣେ ଛାଡୁଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ? ଭଗବାନ ତ ଅଲରେଡି ପ୍ରାପ୍ତ ହେଇଗଲେଣି, ପୁଣି କାହିଁକି ନେବେ ସେ ଛାଡ଼ିଲେ? ଏଇଟା ଆମେ ଆଲୋଚନା କରିବା, ପରେ ଆଲୋଚନା କରିବା। ଆଜି ପାଇଁ ଦିଆଗଲା ସମୟ। କିନ୍ତୁ ମୁଁ ଯୋଉ କହିଲି ଆମେ ଆସନ୍ତା କାଲି ତ ହଉନି, ଆମର ଡ୍ୟୁ ହଉନି, ଆଜି ହେଲା ସୋମବାର, ବୁଧବାର ପୁଣି ହବା କଥା। ପ୍ରଭୁଜୀ କାଲି କରିଦିଅନ୍ତୁ, କାଲି କରିଦିଅନ୍ତୁ, ଆମେ ସବୁ କରିଦବୁ କାଲି, ବୁଧବାର ଦିନ ହେଇପାରିବ। ସରିବନି, ତେଣୁ ଆପଣ ଆଡଭାନ୍ସ କରିଦେଲେ ଭଲ। ହଁ କାଲି କରିଦିଅନ୍ତୁ, ଆମେ ସମସ୍ତେ ଆସିଯିବୁ। ଏତେ ସମସ୍ତେ ଶୁଣିଲେଣି, ସମସ୍ତେ ଆସିକି ଜଏନ୍ କରିଯିବେ କାଲି 4:30। ଆସନ୍ତା କାଲି ଯାହା ହଉ ଜଣେ ମେସେଜ ଦେଇଦିଅନ୍ତୁ ହ୍ୱାଟ୍ସଆପ ରେ, ଆସନ୍ତା କାଲି କ୍ଲାସ ହବ ଇନଷ୍ଟେଡ ଅଫ ବୁଧବାର। ମୁଁ ଆଙ୍କୁ ଦେଇଥିଲି, ଆମର ପର୍ସନାଲ ମୁଁ ଦେଇଥିଲି, କାହିଁ ସେ କିଛି ଆନ୍ସର ଦେଲେନି। ପ୍ରଭୁଜୀ ଆମେ ସେ ଗ୍ରୁପ ରେ ଲେଖିଦେବୁ, କାଲି କ୍ଲାସ ହବ 6:30 8:30 ଲେଖିଦିଅନ୍ତୁ। ହେଲା ପରେ ଆମେ ମଝିରେ ଗୋଟେ ଦିନ କ୍ଲାସ ଦେଇ ହବନି, 3 ତାରିଖଟା, 4 ରୁ ପୁଣି ଆରମ୍ଭ ହବ। ଯୋଉ ହଉଛି ସେଇଠୁ ଆରମ୍ଭ କରିବା। ତେଣୁ କଣ ପ୍ରଶ୍ନ ସବୁ ପଚାରିଥିଲେ? ଏକାସ୍କନ୍ଧ 20 ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି, ଭଗବାନ ଏଇଟା କହୁଛନ୍ତି ଉଦ୍ଧବଙ୍କୁ। ଯୋଉମାନେ ଏ ସୁଯୋଗ ନ ନେଇକରି ଭବସାଗର ପାର ହେଲେ ନାହିଁ, ତାଙ୍କୁ ନିଜେ ନିଜର ହତ୍ୟା କରିବେ ବୋଲି କୁହାଯାଉଛି। ଏକାସ୍କନ୍ଧ 20 ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି। ପ୍ରଭୁଜୀ ହରେ କୃଷ୍ଣ। ପ୍ରଭୁଜୀ ଏଠି ଦିଟା ପ୍ରଶ୍ନ ମୋର ଅଛି। ଗୋଟିଏ ହଉଛି ଆମର କର୍ଦ୍ଦମ ମୁନି ତ ଏକା ଥିଲେ, ସେ 9ଟି ଭାଗରେ କଣ ବିଭକ୍ତ ହେଇକିରି ଇଏ କଲେ, ସେଇଟା ଗୋଟିଏ ପ୍ରଶ୍ନ। ତାପରେ ଦେବହୂତି 9ଟି କନ୍ୟା ଲାଭ କରି ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ, କାହିଁକି? ସେ କାହିଁକି ପୁଣି ପୁତ୍ର ଆଶାରେ ପୁଣି ଇଏ କଲେ? ଆଚ୍ଛା ଆଚ୍ଛା, ଏଇ ଯୋଉ ଶ୍ଲୋକଟି ମୁଁ କହିଲି, ଏଇଟା ହଉଛି 11, 20, 17, ଏକାସ୍କନ୍ଧ 20 ଅଧ୍ୟାୟ 17 ଶ୍ଲୋକ ଏଇଟା କୁହାଯାଇଛି। ହରିହର ପ୍ରଭୁ ଯୋଉ ପ୍ରଶ୍ନ ପଚାରିଛନ୍ତି, ଏଇଟା ଆମେ ପର ଅଧ୍ୟାୟରେ ସେଟା ଆଲୋଚନା କରାଯିବ, ତାର ସବୁ ଉତ୍ତର ଅଛି, ସେଇଥିରେ ପାଇବା କାହିଁକି ସେ ସନ୍ତୁଷ୍ଟ ହେଲେ ନାହିଁ ଚାହିଁଲେ। ଏସବୁ ପର ଅଧ୍ୟାୟରେ ଆମେ ଶୁଣିବା, ଆସନ୍ତାକାଲି ଏଟା ଶୁଣିବା। ଧନ୍ୟବାଦ ପ୍ରଭୁଜୀ, ବହୁତ ସୁନ୍ଦର, ବହୁତ ସୁନ୍ଦର। କୃପା କରନ୍ତୁ ପ୍ରଭୁଜୀ, କେବଳ ମାନଙ୍କ କୃପା, ଆମକୁ ଏ କୃପା କରନ୍ତୁ ପ୍ରଭୁ, କେମିତି ଭକ୍ତିର ପ୍ରଗତି ଏବଂ ଭାଗବତ ବାଗ୍ମୟ ଅବତାରକୁ ବୁଝିବାର ସୁଯୋଗ ପାଇବୁ। ବହୁତ ସୁନ୍ଦର ଲାଗୁଛି ପ୍ରଭୁ। ଜୟ ଅନନ୍ତ କୋଟି ବୈଷ୍ଣବ।
की जय हाँ। जय गौर प्रेमानंदे। हरि हरि बोल, हरि हरि बोल। ଆପଣଙ୍କଠୁ ଆମେ ମାନେ ସମ୍ପୂର୍ଣ୍ଣ ଭାଗବତମ ଶୁଣିବାକୁ ଚାହିଁଲେ ତାର ବିଧି କଣ ରହିବ ପ୍ରଭୁ? प्रभु जी पढ़िलेनी क्लास छाड़देलेनी। ଆଚ୍ଛା ଆଚ୍ଛା ହଁ। आज्ञा ସେ କ୍ଲାସ ବହୁତ आगे ଛାଡୁଛନ୍ତି। ବହୁତ ଗୁଡା आज्ञा କ୍ଲାସ ଦେଇଛନ୍ତି ପ୍ରଭୁ, ପୁରା ଭାଗବତମ ସପ୍ତାହରେ ପୁରା କମ୍ପ୍ଲିଟ କରି ଦିଅନ୍ତି हाँ କେତେ गोटे ଜାଗାରେ। दौरान लिंक भी देछन ताकर से लिंक रे हमें जाई परिबा। आज्ञा हरि बोल। हरे कृष्ण, सेटा इंग्लिश रे दउचंती पंकज नाभ प्रभु आज्ञा जी, बहुत प्रणाम। ନାଇଁ ଇଂଲିଶରେ समस्त ନାଇଁ दंडक ପ୍ରଭୁ, ଓଡିଆରେ ବି ଦେଇଛନ୍ତି, ଓଡିଆରେ ବି आज्ञा ଦିଅନ୍ତି, ये ଅଛି कृपा ରେକର୍ଡିଂ ତାର करो। ଅଛି। आप प्रभु जी को ଇଂ- बहुत दिन दर्शन करिनी प्रभु जी, केवल ऑनलाइन रे आपन को दर्शन करू जी प्रभु जी, क्षमा करिवे बहुत सुख देई